हरे कृष्ण। सब श्रद्धालु भक्त मान को स्वागत करुच्ची, विनम्र प्रणाम करुच्ची। आज श्रीमद् भगवद गीता कार्यक्रम करवा आरंभ करवा। आसंतु प्रेयर करवा। ओं अज्ञानतिमिरान्धस्य ज्ञानञ्जनशलाकया चक्षुरुन्मिलितं येन तस्मै श्रीगुरवे नमः। नमो विष्णुपादाय कृष्णप्रेष्ठाय भूतले श्रीमते भक्तिवेदान्त स्वामिनीति नामिने। नमस्ते सारस्वती देवे गौरवाणी प्रचारिणे निर्विशेष शून्यवादी पाश्चात्य देशतारिणे। नमो महावदन्याय कृष्ण प्रेम प्रदायते कृष्णाय कृष्ण चैतन्य नाम्ने गौरद्विषे नमः। हे कृष्ण करुणा सिंधु दीनबंधु जगत्पते भुवीश गोपिका कांत श्री राधा कांत नमस्तुते। तप्त कांचन गौरंगी राधे वृंदावनेश्वरी वृषभानुसुते देवी प्रणमामि हरिप्रिये। वाञ्छाकल्पतरुभ्यश्च कृपा सिन्धुभ्य एव च पतितानां पावनेभ्यो वैष्णवेभ्यो नमो नमः। जय श्री कृष्ण चैतन्य प्रभु नित्यानंद श्री अद्वैत गदाधर श्रीवासादि गौर भक्त वृंद। हरे कृष्ण 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 हरे 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 राम 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 हरे हरे। ओम नमो भगवते वासुदेवाय। ओम नमो भगवते वासुदेवाय। ओम नमो भगवते वासुदेवाय। हरे कृष्ण। आमे श्रीमद् भगवद गीता तृतीय अध्याय कर्मयोग 6 नंबर श्लोक पर्यंत कंप्लीट करिजे। आमे आज 7 नंबर श्लोक रु आरंभ करिवा। श्लोकटी यः तु इन्द्रियाणि मनसा नियम्य आरभते अर्जुन कर्मेन्द्रियैः कर्मयोगम् असक्तः स विशिष्यते। ତେବେ ଏ ଶ୍ଲୋକଟି କୃଷ୍ଣ 6 ନମ୍ବର ପରେ ଏ ଶ୍ଲୋକଟି କାହିଁ କହୁଛନ୍ତି, ତାଙ୍କ କହିବା ଉଦ୍ଦେଶ୍ୟ ବର୍ତ୍ତମାନ ସେ ପୂର୍ବ ଶ୍ଲୋକରେ ଜଣେ ମିଥ୍ୟାଚାରୀ ଢୋଙ୍ଗୀ ବିଳାସୀ ସନ୍ନ୍ୟାସୀ ଯିଏକି ଆମେ କହୁଛେ ତାଙ୍କୁ ମିଥ୍ୟାଚାରୀ ବା ପ୍ରତାରଣ ପ୍ରିଟେଣ୍ଡର, ସେ ସନ୍ନ୍ୟାସୀ ତାଙ୍କ ଅପେକ୍ଷା ଜଣେ ସିନସିୟର ଗୃହସ୍ଥ ଲୋକ ବହୁତ ବେଟର ବୋଲିକି ସେଇ ଶ୍ଲୋକରେ ସେ କହୁଛନ୍ତି। ତେବେ ଏଠି ସେ କଣ କହୁଛନ୍ତି ଏକ୍ଜାକ୍ଟଲି ଏ ଶ୍ଲୋକରେ, ଯେହେତୁ ଇନ୍ଦ୍ରିୟାଣୀ ମନସା ନିୟମ୍ୟ ଆରଭତେ ଅର୍ଜୁନ, ଏଠି କହୁଛନ୍ତି ପ୍ରଥମେ ଦେଖନ୍ତୁ ତୁ ରୁ ଆରମ୍ଭ କରିଛନ୍ତି। ତୁ ୟାହ ତୁ ଫାର୍ଷ୍ଟ ଲାଇନରେ ତୁ କାହିଁ କହୁଛନ୍ତି ନା ସେ ପୂର୍ବ ଶ୍ଲୋକର ସହିତ କଣ୍ଟିନ୍ୟୁ କରୁଛନ୍ତି। 6 ନମ୍ବର ଶ୍ଲୋକରୁ 6 ନମ୍ବର ଶ୍ଲୋକରେ ମିଥ୍ୟାଚାରୀ ଯିଏକି ନିଜର ଇନ୍ଦ୍ରିୟକୁ ନିଷ୍କ୍ରିୟ କରିକି କର୍ମକୁ ପରିତ୍ୟାଗ କରିକି ନିଜର ଇନ୍ଦ୍ରିୟ କର୍ମେନ୍ଦ୍ରିୟକୁ ନିଷ୍କ୍ରିୟ କରିକି ସେ ସନ୍ନ୍ୟାସ ହେଇଛି, କିନ୍ତୁ ମନେ ମନେ ସେ ଇନ୍ଦ୍ରିୟ ଭୋଗ କରୁଛି, ଇନ୍ଦ୍ରିୟ ଭୋଗ ଭୋଗ୍ୟ ବସ୍ତୁକୁ ଧ୍ୟାନ କରୁଛି, ସେ ମିଥ୍ୟାଚାରୀ। ତେଣୁ ସେ କହୁଛନ୍ତି କିନ୍ତୁ ତା ଅପେକ୍ଷା ଆଉ ଜଣେ କିଏ ସେ ବହୁତ ବେଟର ବୋଲି କହୁଛନ୍ତି। ଏଠି କୃଷ୍ଣ କହୁଛନ୍ତି, ମୁଁ ବର୍ତ୍ତମାନ କହିବାକୁ ଯାଉଛି। ଏଇ ଶ୍ଲୋକରେ ସେ କହୁଛନ୍ତି କଣ କହୁଛନ୍ତି, ଯହ ଇନ୍ଦ୍ରିୟାଣୀ ମନସା ନିୟମ୍ନ। ଯହ ଯେ ସେଇ ଲୋକଟି କିଏ ନା ଯିଏ ମନସା ନିୟମ୍ୟ ଇନ୍ଦ୍ରିୟାଣୀ ମନସା ନିୟମ୍ନ, ଇନ୍ଦ୍ରିୟ ମାନଙ୍କୁ ମନ ଭିତରେ ମନ ଦ୍ୱାରା ସେ ସଂଯମ କରିଛି, ନିୟମ୍ନ ସଂଯମ କରିଛି। ଆରଭତେ ଏବଂ ଆରମ୍ଭ କରିଛି କଣ, ହେ ଅର୍ଜୁନ ବୋଲି ସମ୍ବୋଧନ କରି କହୁଛନ୍ତି, ଅର୍ଜୁନ ଇନ୍ଦ୍ରିୟ ମାନଙ୍କୁ ସେ ସଂଯମ କରିଛି ମନ ଦ୍ୱାରା ଏବଂ ଆରମ୍ଭ କରିଛି କଣ, କର୍ମ ଯୋଗମ୍। ଥାର୍ଡ ଲାଇନରେ କର୍ମ ଯୋଗ ଆରମ୍ଭ କରିଛି ଏବଂ ଏ କର୍ମ ଯୋଗରେ ସେ କରୁଛି କଣ
कर्मेन्द्रिय ही कर्म माने कर्म कर्मेन्द्रिय मानू से कर्म जोगरे लगेइछि नियुक्त करिछि। तेबे देखंतु 6 नंबर श्लोक रे से कहिथिले जे इन कर्मेन्द्रियाणि संयम्य ଯାହା ଯିଏ କର୍ମେନ୍ଦ୍ର ମାନଙ୍କୁ ସଂଯତ କରିଛି ନିଷ୍କ୍ରିୟ କରିଦେଇଛି ଆକ୍ଟିଭ ରଖିନି ଇନଆକ୍ଟିଭ କରିଛି ଏବଂ ଆସ୍ତେ ମନସା ସ୍ମରଣ ମନେ ମନେ କିନ୍ତୁ ସେ ଇନ୍ଦ୍ରିୟ ଭୋଗକୁ ଧ୍ୟାନ କରୁଛି ଅର୍ଥାତ୍ ସେ ସନ୍ନ୍ୟାସ ହେଇଛି ଯେହେତୁ କର୍ମକୁ ତ୍ୟାଗ କରିଛି ଏବଂ ନିଷ୍କ୍ରିୟ କରିଛି ଇନ୍ଦ୍ରିୟ ମାନଙ୍କୁ କର୍ମେନ୍ଦ୍ରିୟ ମାନଙ୍କୁ ସେ ସନ୍ନ୍ୟାସ ନେଇଛି କିନ୍ତୁ ଇନ୍ଦ୍ରିୟ ଭୋଗରେ ଧ୍ୟାନ କରୁଛି। ଏଠି କଣ କରିଛି ଏଠି ସେ କଣ କରୁଛନ୍ତି କହୁଛନ୍ତି ଯେ ମନ ଦ୍ୱାରା କଣ୍ଟ୍ରୋଲ କରିକି ଇନ୍ଦ୍ରିୟକୁ ସେ ଇନ୍ଦ୍ରିୟକୁ ତ୍ୟାଗ ଇନ୍ଦ୍ରିୟ ମାନଙ୍କୁ ସକ୍ରିୟ କରିନି ନିଷ୍କ୍ରିୟ କରିନି ଇନ୍ଦ୍ରିୟକୁ ସେ କର୍ମ ଯୋଗରେ ଲଗେଇଛି ଏବଂ ଦିସ୍ ଇଜ ଦ ଡିଫରେନ୍ସ ଏଇ ହଉଛି ଫରକ କର୍ମ କର୍ମେନ୍ଦ୍ରିୟକୁ ଇନ୍ଦ୍ରିୟ ଯୋଗରେ ଲଗେଇଛି ଏବଂ ଏଠି ଗୋଟେ ଜିନିଷ ନାହିଁ ସେଠି ଥିଲା କଣ ନା ଯୋଉ ଫୋର୍ଥ ଅର୍ଡର ଅଫ ସନ୍ନ୍ୟାସ ଲାଇଫ ମାନେ ବର୍ଣ୍ଣାଶ୍ରମ ଧର୍ମର ଯୋଉ ଚତୁର୍ଥ ସ୍ତମ୍ଭଟି ସନ୍ନ୍ୟାସ ସେଠି ଥିଲା ପୂର୍ବ ଶ୍ଲୋକରେ ସେ କର୍ମେନ୍ଦ୍ରକୁ ନିଷ୍କ୍ରିୟ କରିକି ସେ ସନ୍ନ୍ୟାସ ହେଇଛି ଏଠି କିନ୍ତୁ ସନ୍ନ୍ୟାସ ଜିନିଷ ନାହିଁ କର୍ମ କର୍ମ ଯୋଗରେ କର୍ମେନ୍ଦ୍ରିୟକୁ ଲଗେଇଛି ଏବଂ କର୍ମ ସେ କରୁଛି ଏଠି ସନ୍ନ୍ୟାସ ନାହିଁ ଏଠି କଣ ଅଛି ଅସକ୍ତ ଏଠି ଅଛି ଯେ ଅନାସକ୍ତ ଭାବ କର୍ମ ଫଳ ପ୍ରତି ଆସକ୍ତି ସେ ରଖିନି ଅନାସକ୍ତ ଭାବ ଏଠି ଅଛି। ହଁ ହରେ କୃଷ୍ଣ କଣ ହେଇଛି ଫୋନ କାହିଁ ହେଲା ସରି ଗୋଟେ ଫୋନ କଲ୍ ଡିଷ୍ଟର୍ବାନ୍ସ ଆସିଲା ଏନିୱେ ତେବେ କହୁଛନ୍ତି ଯେ ସେ ମାନେ କର୍ମକୁ କର୍ମେନ୍ଦ୍ରିୟକୁ କର୍ମରେ ଲଗେଇଛି ସେଇ ଲୋକଟି ବେଟର କାହିଁକି ସେ ତାର ସେ ସନ୍ନ୍ୟାସ ନେଇନି ଅସକ୍ତ ସେ କେବଳ ଅନାସକ୍ତ ଭାବରେ କର୍ମ କରୁଛି ଏବଂ ଭଗବାନ କହୁଛନ୍ତି ସ ବିଶିଷ୍ୟତେ ସେ ହଉଛି ଉତ୍କୃଷ୍ଟତର ବେଟର କାହାଠୁ ପୂର୍ବ ଶ୍ଲୋକର ମିଥ୍ୟାଚାରୀ ଠୁ ଯିଏ ଇନ୍ଦ୍ରିୟକୁ ନିଷ୍କ୍ରିୟ କରିଦେଇକି ସନ୍ନ୍ୟାସ ନେଇଛି କିନ୍ତୁ ଇନ୍ଦ୍ରିୟ ଭୋଗ କରୁଛି ଏଇ କଥା କୃଷ୍ଣ ଏଠି କହୁଛନ୍ତି ତେବେ ମାନେ ଏଇ ଲୋକଟି ଏଇଭଳି କର୍ମଯୋଗ ସେ କରୁଛି ଏଇ କଥା ମଧ୍ୟ ଆମେ ଦେଖିବା 47 ନମ୍ବର ଶ୍ଲୋକ ଦ୍ୱିତୀୟ ଅଧ୍ୟାୟରେ ମଧ୍ୟ ଭଗବାନ କହିଥିଲେ କର୍ମଣ୍ୟେବାଧିକାରସ୍ତେ ମା ଫଲେଷୁ କଦାଚନ ସେଠି କଣ କରୁଥିଲେ ଯେ କର୍ମ ଫଳ ପ୍ରତି ଆସକ୍ତି ନ ରଖିକି କର୍ମ କରୁଥିଲେ କରିବା କଥା କହୁଥିଲେ ତେଣୁ ଏକ୍ଜାକ୍ଟଲି ସେଇ ଜିନିଷ ମଧ୍ୟ ଏଠି ସେ କରୁଛି ମାନେ ଏଇଠି ଭଗବାନ କହୁଛନ୍ତି ସିଏ ସେଇଭଳି ଏଇଠି କରୁଛି କଣ ନା କର୍ମେନ୍ଦ୍ରିୟ ମାନଙ୍କୁ କର୍ମରେ କର୍ମ ଯୋଗରେ ଲଗେଇଛି ଅନାସକ୍ତ ଭାବରେ କର୍ମ କରୁଛି ଅସକ୍ତ ତା ମାନେ ସେ କଣ କରୁଛି ସେ ଅନାସକ୍ତ ଭାବ କଲ୍ଟିଭେଟ କରୁଛି ନିଜର ସ୍ୱଧର୍ମ ମାନେ ଯୋଉ ନିର୍ଦ୍ଧାରିତ କର୍ମ ଶାସ୍ତ୍ର ଅନୁମୋଦିତ କର୍ମ କରିକି ସେ ଅନାସକ୍ତ ଭାବକୁ କଲ୍ଟିଭେଟ କରୁଛି ଆସ୍ତେ ଆସ୍ତେ ଅନାସକ୍ତ ଭାବ ବଢଉଛି ତାହେଲେ ସେ ନିଜ ସନ୍ନ୍ୟାସ ହେଇପାରିବ ଗୋଟେ ଷ୍ଟେଜ ଆସିବ ସେ ହେଇପାରିବ ସେଇ ଦୃଷ୍ଟିରୁ ସେ ସୁପିରିୟର ସେ ଢୋଙ୍ଗୀ ନୁହେଁ ବାକି ଯିଏ ଏଇଭଳି ହଠାତ୍ ଛାଡି ଦଉଛି ସିଏ ହଉଛି ଢୋଙ୍ଗୀ ବୋଲିକି ଭଗବାନ କହୁଛନ୍ତି ତେବେ ଆକୁ ଆମେ ବିଶଦ ଭାବରେ ଆଲୋଚନା କରିବା
ତେବେ ଫାର୍ଷ୍ଟ ଥିଙ୍ଗ ହଉଛି ଯେ ଭଗବାନ ତାମାନେ ଏଠି କହୁଛନ୍ତି ଯେ ଆମେ ଯଦି ଇନ୍ଦ୍ରିୟ ଭୋଗ ପାଇଁ ଆମର ଲାଳସା ଅଛି ଆମେ ଛାଡିବା କଥା ନୁହେଁ। ସଂସାର କର୍ମକୁ ତ୍ୟାଗ କରିବା କଥା ନୁହେଁ କି ସଂସାର ତ୍ୟାଗ କରିବାର ନାହିଁ। ଏବଂ ଆମେ ଯଦି ଦେଖିବା ଆମ ପୃଥିବୀର ଇତିହାସ, ଇଏ କେବଳ ଇନ୍ଦ୍ରିୟ ଭୋଗର ଇତିହାସ ଆମେ ପାଇବା। ଏଠି କୌଣସି ଲୋକ ଏମିତି ଦୁନିଆରେ ମିଳିବେନି ଯେ ଇନ୍ଦ୍ରିୟ ଭୋଗ କରୁନାହାନ୍ତି ବା ଇନ୍ଦ୍ରିୟ ଭୋଗ ପ୍ରତି ଇଚ୍ଛା ନାହିଁ। ତେବେ ଗୋଟେ କ୍ୟାଟେଗୋରୀର ଲୋକ ଅଛନ୍ତି ଯୋଉମାନେ କହନ୍ତି ଯେ ଏଇ ଯୋଉ ଜଗନ୍ ମିଥ୍ୟା, ବ୍ରହ୍ମନ୍ ସତ୍ୟ, ଏମାନେ ମାୟାବାଦୀ। ଅର୍ଥାତ୍ ସେମାନେ କହନ୍ତି ଏ ଜଗତଟା ହଉଛି ମିଥ୍ୟା ଏବଂ ଆମକୁ ଏଇ ଯୋଉ ଇନ୍ଦ୍ରିୟ ଭୋଗରୁ ଉଠିବାକୁ ପଡିବ। ତେଣୁ ସେମାନେ କଣ କରନ୍ତି, ଏଇ ଜଗତକୁ ପରିତ୍ୟାଗ କରିବାକୁ ଚେଷ୍ଟା କରନ୍ତି। କୋଉଠି ନା ବ୍ରହ୍ମଣ୍ଡରେ ସେମାନେ, ତାଙ୍କର ଇଚ୍ଛା ହଉଛି ବ୍ରହ୍ମଣ୍ଡରେ ଯାଇକି ମର୍ଜ କରିବେ, ମିଶିବେ। ଅର୍ଥାତ୍ ସେମାନେ ଭଗବାନ ହେଇଯିବେ। ବ୍ରହ୍ମଣ୍ଡରେ ମିଶିବା ଅର୍ଥ କଣ, ମାନେ ଇକ୍ୱାଲ ହେଇଯିବେ ଭଗବାନଙ୍କ ସାଙ୍ଗରେ। ଇଏ ବି ଗୋଟେ ଇଚ୍ଛା ସେମାନଙ୍କର। ତେଣୁ ଇଏ ବି ଗୋଟେ ଇନ୍ଦ୍ରିୟ ଭୋଗ। ତେଣୁ ଦୁନିଆରେ ଆମେ କୌଣସି ଲୋକ ଏମିତି ଦେଖିବାନି ଯୋଉଠିକି ଆମର ମାନେ ଇନ୍ଦ୍ରିୟ ଭୋଗ ଇଚ୍ଛା ନଥିବା ଲୋକ ଆମକୁ ମିଳିବେ, ବା ଏ ଦୁନିଆଟା ଇନ୍ଦ୍ରିୟ ଭୋଗ ଶୂନ୍ୟ ନାହିଁ। ତେଣୁ କଥା ରହୁଛି ଯେ ଆମେ, ଏଇ ଜଗତଟା ହଉଛି କେବଳ ଇନ୍ଦ୍ରିୟ ଭୋଗର ଜାଗା। ଏବଂ ଯଦି ଆମେ କୃଷ୍ଣ ଚେତନାରେ ରହୁନେ ତାହେଲେ କେବଳ ଆମର ସେକେଣ୍ଡ ଜିନିଷ ହଉଛି ଆମେ ଇନ୍ଦ୍ରିୟ ଭୋଗ ଆମର ଡେଫିନାଇଟଲି ଅଛି। କିନ୍ତୁ ଏଠି କଣ ଶ୍ଲୋକରେ ଏମ୍ଫାସାଇଜ କଣ କରୁଛନ୍ତି ଯେ ଏଇଭଳି ମିଥ୍ୟାଚାରୀ ହବା ଅପେକ୍ଷା, ଢୋଙ୍ଗୀ ସନ୍ନ୍ୟାସୀ ହବା ଅପେକ୍ଷା, ଜବରଦସ୍ତ ଆମର କର୍ମେନ୍ଦ୍ରିୟ ମାନଙ୍କୁ ନିଷ୍କ୍ରିୟ କରିଦେଇକି ଆମେ କର୍ମକୁ ତ୍ୟାଗ କରିକି ଆମେ ସନ୍ନ୍ୟାସ ନବା, ଏଇଭଳି ହବା ଅପେକ୍ଷା ଆମେ ଏଇ ସଂସାରରେ ରହିକି ଆମେ ଯୋଉଠି ଅଛେ ସେଇଠି ରହିବା, ଯାହା କରୁଛେ ସେୟା ହିଁ କରିବା। ଅର୍ଥାତ୍ ଆମେ ଅଛେ କୋଉଠି ସଂସାରରେ, ଏବଂ ଆମେ ଗୃହସ୍ଥ ହେଇକି ଏବଂ କରୁଛେ କଣ, ଏଇ ସଂସାରର କାମ ଆମେ କରୁଛେ ବିଭିନ୍ନ ପ୍ରକାର। ଭଗବାନ କହୁଛନ୍ତି ସେୟା ହିଁ ତମେ କରି ଚାଲ। ତାମାନେ ଆମକୁ କଣ ଜୀବନ ସାରା ଏହି କର୍ମ କରିବାକୁ ପଡିବ? ଭଗବାନ କହୁଛନ୍ତି ୟେସ୍, ସେୟା ହିଁ କରିବାକୁ ପଡିବ। କିନ୍ତୁ ଭଗବାନଙ୍କର କହିବା ଉଦ୍ଦେଶ୍ୟ ହଉଛି ଯେ କର୍ମ ମାଧ୍ୟମରେ ଆମକୁ ନିଶ୍ଚିତ କରିବାକୁ ପଡିବ ଯେ ଆମେ ଏ କର୍ମ କରୁ କରୁ ଆମ ଜୀବନର ଯୋଉ ଉଦ୍ଦେଶ୍ୟ, ତା ପଛେ ପଛେ ଆମେ ଅଛେ କି ନାହିଁ, ଆମେ ସେଇ ଦିଗରେ ଗତି କରୁଛେ କି ନାହିଁ, ସେ ଜୀବନର ଉଦ୍ଦେଶ୍ୟକୁ ହାସଲ କରିବା ପାଇଁ। ଜୀବନର ଉଦ୍ଦେଶ୍ୟ କଣ? ତିନୋଟି। ଗୋଟେ ହଉଛି କର୍ମ ବନ୍ଧନରୁ ମୁକ୍ତ ହବା ଏବଂ ଭଗବାନଙ୍କ ରାଜ୍ୟକୁ ଫେରିଯିବା। ଥାର୍ଡ ଗୋଟେ ପ୍ରପାତ ଲେଖୁଛନ୍ତି ସ୍ୱାର୍ଥ ଗତି। ତିନୋଟି ଜିନିଷ। ତେବେ ଏଇ ଯୋଉ ସ୍ୱାର୍ଥ ଗତି କହୁଛନ୍ତି କଣ ନା, ଇଏ ଆମର ଅଛି ସପ୍ତମ ସ୍କନ୍ଧର ପଞ୍ଚମ ଅଧ୍ୟାୟ 31 ନମ୍ବର ଶ୍ଲୋକରେ। ସେଠି ଗୋଟେ ଜାଗାରେ କୁହାଯାଉଛି ନ ତେ ବିଦୁଃ ସ୍ୱାର୍ଥ ଗତି ହିଁ ବିଷ୍ଣୁ। ମାନେ ଆମର ବିଷ୍ଣୁ ହଉଛି, ଆମର ସ୍ୱାର୍ଥ କୋଉଠି ରହିଛି? ସ୍ୱାର୍ଥ ରହିଛି ଆମେ ଯେତେବେଳେ ବିଷ୍ଣୁଙ୍କ ପାଖକୁ ଆମର ଯିବା ବୋଲିକି ଆମର ଲକ୍ଷ୍ୟଟା ରଖିଛେ, ଏଇ ହଉଛି ଆମର ସ୍ୱାର୍ଥ। ତେଣୁ ଆମର ତିନୋଟି ଜିନିଷ ଏଇ ଦୁନିଆରେ, ଆମେ କର୍ମବନ୍ଧନ, ଆମେ ଯୋଉ ବନ୍ଧନରେ ଅଛେ ସେ ବନ୍ଧନରୁ ମୁକ୍ତ ହବା ଏବଂ ଆମେ ଭଗବାନଙ୍କ ରାଜ୍ୟକୁ ଚାଲିଯିବା। କିନ୍ତୁ ଦୁଃଖର ବିଷୟ, ଆମେ କଣ ହେଇଛେ ନା ଜନ୍ମ ମୃତ୍ୟୁ ଚକ୍ରରେ ଆମେ ଫସି ଯାଇଛେ। ମାନେ ବହୁ ଜନ୍ମରୁ ଆମେ ଜନ୍ମ ହଉଛେ, ଆମକୁ ରୋଗ ହଉଛି, ବୃଦ୍ଧ ହଉଛେ, ମୃତ୍ୟୁ ହଉଛି, ଇଏ ଚାଲିଛି। ଏବଂ ଆମର କର୍ମ ଅନୁସାରେ ଆମେ କଣ ହଉଛି, ଆମକୁ ଗୋଟେ ଶରୀର ମିଳୁଛି, ବାସ୍ ନିଜର କର୍ମ ବାସନା ଅନୁସାରେ ସେ ଶରୀର ମିଳୁଛି। ଏହା ହିଁ ଚାଲିଛି। କିନ୍ତୁ ଆମେ ଜୀବନରେ କେବେ ଏ ଜିନିଷକୁ ବୁଝିବାକୁ ଚେଷ୍ଟା କରିନେ ବା ଆମେ ଉପଲବ୍ଧି କରିନେ ଯେ ଏହା ହିଁ ଚାଲିଛି। ଆମେ ଆମେ ଜନ୍ମ ହେଲା ମାତ୍ରକେ ଆମେ ହାପି ବାର୍ଥଡେ କରିକି ଆମେ ଜନ୍ମ ଦିବସ ପାଳନ କରୁଛେ। ଏଥିରେ ହାପି ହବାର କିଛି ନାହିଁ। କାହିଁକି ନା ଆମେ ଜନ୍ମ ମୃତ୍ୟୁ ଚକ୍ରରେ ଫସିଛେ। ଜନ୍ମ ହେଇଛେ ଏଇ ବୃଦ୍ଧ ହବା,
ରୋଗ ହବ, ମୃତ୍ୟୁ ହବ, ଏଥିରେ ହାପି ହବାର କିଛି ନାହିଁ। ଆମେ ଏଥିରେ ଫସି ଯାଇଛେ ଏବଂ ଏଇ ଯେ ଆମର ବନ୍ଧନ, ଏଇ ଜନ୍ମ ମୃତ୍ୟୁ ଚକ୍ରରେ ଫସିଛେ, ଯୋଉଟା କି ଆମର ବନ୍ଧନ, ଭୌତିକ ବନ୍ଧନ ବୋଲିକି ଆମେ କହୁଛେ। ଭୌତିକ ଜଗତକୁ ବାନ୍ଧି ହେଇଛେ, ଭୌତିକ ଶରୀରକୁ ବାନ୍ଧି ହେଇଛେ, ଆମେ ବାରମ୍ବାର ଏ ଜଗତକୁ ଆସୁଛେ। ଏଇ ଯୋଉ ଅ, ମାନେ ବନ୍ଧନ, ଆକୁ ଆମକୁ ବ୍ରେକ୍ କରିବାକୁ ହବ, ସମାପ୍ତ କରିବାକୁ ହବ। ଏଥିରୁ ଆମକୁ ବାହାରିବାକୁ ହବ, କର୍ମ ବନ୍ଧନ, ଏଇ ଭୌତିକ ବନ୍ଧନରୁ। ତେବେ ଏଇ ଯୋଉ ଭୌତିକ ବନ୍ଧନରୁ ବାହାରିଲେ ଯିବା କୋଉଠିକି? ନା କିଙ୍ଗଡମ ଅଫ ଗଡ, ଭଗବାନଙ୍କ ରାଜ୍ୟକୁ। ସେଥିପାଇଁ ଏଠି କହୁଛନ୍ତି ଯେ ସ୍ୱାର୍ଥଗତି ବିଷ୍ଣୁ, ମାନେ ଅଲ୍ଟିମେଟଲି ଆମର ଉଦ୍ଦେଶ୍ୟ ହଉଛି ବ୍ୟାକ୍ ଟୁ ଗଡ ହେଡ, ଟୁ ଆଟେନ୍ କୃଷ୍ଣା, କୃଷ୍ଣଙ୍କୁ ପ୍ରାପ୍ତ କରିବା। ସ୍ୱାର୍ଥଗତି ବିଷ୍ଣୁ ଯିଏ, କୃଷ୍ଣ ସେଇ। ତେଣୁ କୃଷ୍ଣଙ୍କୁ ପ୍ରାପ୍ତ କରିବା ହଉଛି ଆମ ଜୀବନର ଲକ୍ଷ୍ୟ। ଏଇ ହଉଛି ଆମର ସ୍ୱାର୍ଥ ଗତି। ଏଥିପାଇଁ ଆମକୁ କଣ କରିବାକୁ ହବ? ଆମର ଯୋଉ ଭଗବାନ ଏଠି କହୁଛନ୍ତି, ଆମର ଯୋଉ ପ୍ରେସକ୍ରାଇବ୍ ଡ୍ୟୁଟି, ନିର୍ଦ୍ଧାରିତ କର୍ମ, ଶାସ୍ତ୍ର ଅନୁମୋଦିତ କର୍ମ, ବର୍ଣ୍ଣାଶ୍ରମ ଧର୍ମ ଅନୁସାରେ ଯୋଉ ସ୍ୱଧର୍ମ, ତାକୁ ହିଁ ଆମେ ପାଳନ କରିବା। କରିବା କେମିତି? ନା ଅନାସକ୍ତ, ଅସକ୍ତ ବୋଲି କହିଛନ୍ତି, ଅନାସକ୍ତ ଭାବେ। ତାହେଲେ ଆମେ ଆସ୍ତେ ଆସ୍ତେ ଅନାସକ୍ତ ଭାବ ଆମ ବଢିବ, ଆମର ଜ୍ଞାନ ବଢିବ ଏବଂ ଆମେ ଲାଷ୍ଟକୁ ଭକ୍ତି କରିବା ଏବଂ ଭଗବାନଙ୍କ ପାଖକୁ ଚାଲିଯିବା। କିନ୍ତୁ ଏଠି ଗୋଟେ ପ୍ରଶ୍ନ ଆସୁଛି ଯେ ଜଣେ କିଏ କହିପାରେ, ଠିକ ଅଛି, ଯୋଉମାନେ ଯେମିତି ଅର୍ଜୁନ କହୁଛନ୍ତି, ଯୋଉମାନେ ଏ ସଂସାରକୁ ତ୍ୟାଗ କରିଛନ୍ତି ବା ଏ କର୍ମକୁ ତ୍ୟାଗ କରିକି ସନ୍ନ୍ୟାସ ହେଇଯାଇଛନ୍ତି, ସେମାନେ ଭକ୍ତି କରିବେ ଏବଂ ଚାଲିଯିବେ, କୃଷ୍ଣଙ୍କୁ ପ୍ରାପ୍ତ କରିବେ, ପଳେଇବେ। କିନ୍ତୁ ଆମେ ତ ହାଉସ ହୋଲ୍ଡର, 24 ଘଣ୍ଟା ତ ବିଭିନ୍ନ ପ୍ରକାର କର୍ମ କରୁଛେ, ସାଂସାରିକ କର୍ମ, ଏଥର ଫସି ଯାଇଛେ। ତେଣୁ ଆମେ କେମିତି ଏଥିରୁ ମୁକ୍ତି ପାଇବା, ବା ଆମେ କେମିତି କଣ କଲେ ଆମେ କୃଷ୍ଣଙ୍କୁ ପ୍ରାପ୍ତ କରିବା, ଯଦି ସେଇ ଆମ ଜୀବନର ଲକ୍ଷ୍ୟ? ଭଗବାନ କହୁଛନ୍ତି ପ୍ରେସକ୍ରାଇବ୍ ଡ୍ୟୁଟି ବୋଲେ ଏଇ ବର୍ଣ୍ଣାଶ୍ରମ ଧର୍ମ ଅନୁସାରେ, ଯୋଉ ମୁଁ ବର୍ଣ୍ଣାଶ୍ରମ ଧର୍ମ ସୃଷ୍ଟି କରିଛି, ଆମର ଯୋଉ 4ଟି ବର୍ଣ୍ଣ, ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୂଦ୍ର, ଗୁଣ ଅନୁସାରେ ଯାହା ଗୁଣର ଅଧିକାରୀ, ସେଇ ଅନୁସାରେ ସେଇ ବର୍ଣ୍ଣକୁ ଗ୍ରହଣ କରିକି ସେଇ କର୍ମ କର। ସତ୍ଵ ରଜ ତମ ଗୁଣର ଅନୁସାରେ ଯାହା ଯୋଉ ଗୁଣ ଅଛି, ସତ୍ଵ ଗୁଣ ଅଛି ବ୍ରାହ୍ମଣର କର୍ମ କର, ରଜ ଗୁଣ ଅଛି କ୍ଷତ୍ରିୟ ଶାସକର ଧର୍ମ କର, କର୍ମ କର, ଏଇଭଳି। ତେଣୁ ଏମିତି କଲେ ଏବଂ ୟାକୁ କେମିତି କରିବ? ଅନାସକ୍ତ ଭାବରେ, ତାହେଲେ ନିଜର ଲକ୍ଷ୍ୟ ପ୍ରାପ୍ତ କରିପାରିବ। ଧୀରେ 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 ଷ୍ଟେପ ବାଇ ଷ୍ଟେପ ଆମର ପ୍ୟୁରିଫିକେସନ ହବ ଏବଂ ଆମେ, ସେଥିପାଇଁ ଭଗବାନ କହୁଛନ୍ତି ଇନ୍ଦ୍ରିୟାଣୀ ମନ, ଇନ୍ଦ୍ରିୟାଣୀ ମନସା ନିୟମ୍ୟ, ମନ ଦ୍ଵାରା ଇନ୍ଦ୍ରିୟକୁ ସଂଯମ କର ଏବଂ କରିକି କଣ କର? ଆରଭତେ କର୍ମ ଯୋଗମ୍, ଆରମ୍ଭ କରିଦିଅ କର୍ମ ଯୋଗ। କର୍ମେନ୍ଦ୍ରିୟ ହିଁ କର୍ମ ଯୋଗମ୍, କର୍ମେନ୍ଦ୍ରିୟ ମାନଙ୍କୁ କର୍ମ ଯୋଗରେ ନିଯୁକ୍ତ କର ବୋଲିକି ଭଗବାନ ଏଠି କହୁଛନ୍ତି। କିନ୍ତୁ ଏଠି ପ୍ରଶ୍ନ ଉଠୁଛି, କଳି ଯୁଗ ଇଏ, ଆମେ ଜାଣିନେ ଆମର ବର୍ଣ୍ଣ କଣ, ଆମର ଆଶ୍ରମ କଣ, ଇଏ ଡିଫିକଲ୍ଟ ଏଇ ଯୁଗରେ ଆମକୁ ଜାଣିବା ପାଇଁ। ବର୍ଣ୍ଣ, ଆମେ କୋଉ ଗୁଣର ଅଧିକାରୀ ଏବଂ ଇଏ ତ ଜାଣିବା ଡିଫିକଲ୍ଟ। ଏବଂ ଯଦି ବା ଆମର ଆମେ ବ୍ରାହ୍ମଣର, ଆମେ ବ୍ରାହ୍ମଣ କିନ୍ତୁ ଆମେ ବ୍ରାହ୍ମଣର କର୍ମ କରୁନେ, ଆମେ ବର୍ତ୍ତମାନ ଅଲଗା କର୍ମ କରୁଛେ। ତେଣୁ ଏ କ୍ଷେତ୍ରରେ ଆମେ କରିବା କଣ? ଏ ଭଗବାନଙ୍କର ଯୋଉ କହୁଛନ୍ତି ସ୍ୱଧର୍ମ, ଆମେ ତ ସ୍ୱଧର୍ମ ପାଳନ କରିପାରୁନେ। ତା ଛଡା ଯୋଉ ଆଶ୍ରମ କଥା କହୁଛନ୍ତି, ସେ ଆଶ୍ରମ ବି ଆମେ କରିପାରୁନେ। କାହିଁକି? ନା ଆଜିର ଯୁଗରେ ଯିଏ ବ୍ରହ୍ମଚାରୀ, ଆମେ ଯୋଉ କୁହାହେଇଛି ବ୍ରହ୍ମଚର୍ଯ୍ୟ ଗ୍ରାହସ୍ଥ ବାନପ୍ରସ୍ଥ ଜ୍ୟୋତିର୍ପତ, ଇଏ ଯୋଉ ଆଶ୍ରମ, ଏଥିରେ ଯିଏ ବ୍ରହ୍ମଚାରୀ, ସିଏ ମ୍ୟାରେଡ୍ ଲାଇଫ ପରେ ଯାହା ହବା କଥା, ସେ ବ୍ରହ୍ମଚାରୀ ଅବସ୍ଥାରେ ମଧ୍ୟ ଅଧିକା ଅନେକ ଲୋକ କରୁଛନ୍ତି ସେ କର୍ମ। ତାହେଲେ ବହୁତ ଆମ୍ବିଗସ୍ ଏଇ ଯୋଉ ଆଶ୍ରମ ବି। ତାହେଲେ କରିବା କଣ? ସେଥିପାଇଁ ଏ କଳି ଯୁଗରେ ଗୋଟିଏ ମାତ୍ର ଜିନିଷ ହଉଛି, ଅନ୍ୟ ଉପାୟ କିଛି ନାହିଁ, କେବଳ ଭକ୍ତି। ପ୍ରତ୍ୟେକ ଦିନ ଆମେ ଯଦି ଭକ୍ତି କରୁଛେ ଭଗବାନଙ୍କର, ତାହେଲେ ସଫିସିଏଣ୍ଟ। ଭକ୍ତି କଣ?
ଯିଏ ଆତ୍ମ ଅନୁଭୂତି ପାଇଁ ସିନସିୟରଲି ଚେଷ୍ଟା କରୁଛି ବା ଇଚ୍ଛା ଅଛି ତାର, ସେ କଣ କରିବା ଉଚିତ? ପ୍ରପାତ କହୁଛନ୍ତି, ଏ ପର୍ପଟରେ କହିଛନ୍ତି ଦୁଇଟି ଜିନିଷ। କଣ୍ଟ୍ରୋଲ ଲାଇଫ ମାନେ ସଂଯତ ଜୀବନ ଯାପନ, ଏବଂ କର୍ମଟି କରିବା, ଯୋଉ ଆମେ ଧନ୍ଦା କରୁଛେ ତାକୁ ଅନାସକ୍ତ ଭାବରେ, କର୍ମ ଫଳରେ ଆସକ୍ତି ନ ରଖିକି। ଦୁଇଟି ଜିନିଷ କହୁଛନ୍ତି। ସଂଯତ ଜୀବନ ଯାପନ ବୋଲେ ସେ କହୁଛନ୍ତି ଚାରୋଟି ନିୟମ ପାଳନ କରିବା ପାଇଁ। ଚାରୋଟି ନିୟମ କଣ? ଚାରୋଟି ନିୟମ ଆମେ ଜାଣିଛେ ଯେ ଆମେ ମାଛ ମାଂସ ଖାଇବାନି, ମାଦକ ଦ୍ରବ୍ୟ ସେବନ କରିବାନି, ଜୁଆ ଖେଳିବାନି, ଏବଂ ଅବୈଧ ସମ୍ପର୍କ ରଖିବାନି। ଏଇ ଯୋଉ ଚାରୋଟି ନିୟମ ପାଳନ କରିବା ଏବଂ ଅନାଶ କର୍ମ ଫଳ ପ୍ରତି ଆସକ୍ତି ନ ରଖିକି ଆମେ କର୍ମ କରିବା। କାହିଁକି କର୍ମ ଫଳ ପ୍ରତି ଆସକ୍ତି ରଖିବାନି? କାହିଁକି ନା ଆମେ ଜାଣୁଛେ ଯେ ସବୁ ହଉଛି କୃଷ୍ଣଙ୍କର। ଆମେ ଯାହା ବି ବନେଇ ଦଉଛେ ଦୁନିଆରେ, ଆମେ ଯାହା ବି କରୁଛେ ସବୁ କୃଷ୍ଣଙ୍କର ମୌଳିକ ଉପାଦାନକୁ ଆମେ ମାନେ ଜଷ୍ଟ ତାକୁ ୟୁଟିଲାଇଜ କରିକି, ତାଙ୍କର ଯୋଉ ସେ ଯୋଉ ବେସିକ ଜିନିଷ ଆମକୁ ପ୍ରୋଭାଇଡ କରିଛନ୍ତି, ଭୂମିର ନଲ ବାୟୁ ଖାଁ, ଏଇ ପାଞ୍ଚଟି ଜିନିଷକୁ ବ୍ୟବହାର କରିକି ଆମେ କରିଦଉଛେ କିଛି ନା କିଛି ଗୋଟେ କରିଦଉଛେ ବାସ୍। କିନ୍ତୁ ତାଙ୍କରି ଜିନିଷ, ତାଙ୍କରି ଆମେ ତେଣୁ ତାଙ୍କ ଜିନିଷ, ଏଭ୍ରିଥିଙ୍ଗ ତାଙ୍କର, ଏବଂ ରେଜଲ୍ଟ ମଧ୍ୟ ଅଲ୍ଟିମେଟଲି ସେ ଦଉଛନ୍ତି। ତାହେଲେ ଯୋଉ କର୍ମ ଏବଂ ରେଜଲ୍ଟ, ତା ଭିତରେ ଆମେ ଖାଲି ମଝିରେ ଇନଷ୍ଟ୍ରୁମେଣ୍ଟ, ଆମେ ଖାଲି ଶ୍ରମଟିଏ ଦେଲେ, ଉଦ୍ୟମ କଲେ। ତେଣୁ ଆମେ ଆମେ ତାଙ୍କ ପାଇଁ ହିଁ କାମ କରିବା। ସେଇଆ ହିଁ ଭଗବାନ କହୁଛନ୍ତି, ଭକ୍ତି ହଉଛି ସେଇଆ। ତେଣୁ ପ୍ରତ୍ୟେକ କର୍ମେନ୍ଦ୍ରିୟକୁ ଆମକୁ ଭକ୍ତିର ପଥରେ ଭଗବାନଙ୍କ ସେବାରେ ଲଗେଇବାକୁ ହବ, ନିଯୁକ୍ତ କରିବାକୁ ହବ କର୍ମେନ୍ଦ୍ରିୟ ମାନଙ୍କୁ। ଖାଲି କର୍ମେନ୍ଦ୍ରିୟ ନୁହେଁ, ଜ୍ଞାନେନ୍ଦ୍ରିୟ ମଧ୍ୟ। ସବୁ ଇନ୍ଦ୍ରିୟ ମାନଙ୍କୁ ଭଗବାନଙ୍କ ସେବାରେ ଲଗେଇବାର ଅଛି। ତାଙ୍କୁ ଏଇ ଯୋଉ ନିଷ୍କ୍ରିୟ କରିଦେଇକି, ଯେମିତି ଏଠି 6 ନମ୍ବର ଶ୍ଲୋକରେ ମିଥ୍ୟାଚାରୀ ଢୋଙ୍ଗୀ ସନ୍ନ୍ୟାସୀ ଯେମିତି କର୍ମକୁ ତ୍ୟାଗ କରିକି ନିଷ୍କ୍ରିୟ କରିଦଉଛି, ସେ କହୁଛନ୍ତି ଏମିତି ନିଷ୍କ୍ରିୟ କରିଦିଅ ନା, ତାକୁ କୌଣସି ଜାଗାରେ ନିଯୁକ୍ତ କରିବାକୁ ପଡିବ, ସେ ଇନଆକ୍ଟିଭ ରହିପାରିବନି। ଇନ୍ଦ୍ରିୟ ମାନେ ସବୁବେଳେ ଆକ୍ଟିଭ। ତେଣୁ ସେଥିପାଇଁ ଏ ଶ୍ଲୋକରେ ଭଗବାନ ଏଠି ଗୋଟେ ପ୍ରପାତ ଗୋଟେ ବଡ ଜିନିଷ କହୁଛନ୍ତି ଯେ ଗୋଟେ ସିନସିୟର ସୁଇପର ମେହନ୍ତର, ସେ ହଉଛି ବେଟର କାହାଠୁ? ଏ ଢୋଙ୍ଗୀ ସନ୍ନ୍ୟାସୀଠୁ। କାହିଁକି ନା ସେ ତାର ଜୀବନ ଯାପନ କରୁଛି, ତା ନିଜର ପେଟ ପୋଷୁଛି, ସେ ନିଜେ ପଇସା ରୋଜଗାର କରିକି, ନିଜେ କର୍ମ କରିକି। କିନ୍ତୁ ଏ ଢୋଙ୍ଗୀ ସନ୍ନ୍ୟାସୀ, ସେ ଅନ୍ୟର ପଇସାରେ ବଞ୍ଚିବାକୁ ଚେଷ୍ଟା କରୁଛି, କର୍ମେନ୍ଦ୍ର ମାନଙ୍କୁ ବନ୍ଦ କରିଦେଇଛି, ନିଷ୍କ୍ରିୟ କରିଦେଇଛି। ତେଣୁ ସେ ବେଟର। ତେଣୁ ଏଇଥିରୁ ଆମେ ଜାଣିଲେ ଆମର ଯୋଉ ପ୍ରାକ୍ଟିକାଲ ଆପ୍ଲିକେସନ ଏ ଶ୍ଲୋକରୁ କଣ, ଯେ ଆମେ ପ୍ରିମାଚୁରଲି ବା ଅନନେସେସରଲି ଆମେ କର୍ମକୁ ତ୍ୟାଗ କରିକି ସନ୍ନ୍ୟାସ ହବା କଥା ଚିନ୍ତା କରିବାନି। ଆମେ କେତେବେଳେ କରୁଛେ, ଆମେ ଅନ୍ୟକୁ ଇମିଟେଟ କରିବାକୁ ଚେଷ୍ଟା କରୁଛେ। ଯୋଉମାନେ ହାଇଅର ସ୍ତରରେ ଲେଭେଲରେ ଅଛନ୍ତି, ଯୋଉମାନେ ରିଅଲି ସାଧୁ, ଯୋଉମାନେ ରିଅଲି ସନ୍ନ୍ୟାସୀ, ଆମେ ତାଙ୍କୁ ଇମିଟେଟ କରିବାକୁ, ଏଇ ଯୋଉ ଢୋଙ୍ଗୀ ସନ୍ନ୍ୟାସୀ, ସେ ତାଙ୍କୁ ଇମିଟେଟ କରିବାକୁ ଚେଷ୍ଟା କରିଛନ୍ତି, କିନ୍ତୁ ସେ ଅଲରେଡି ହାୟର ଲେଭେଲରେ ଅଛନ୍ତି। ହାୟର ଲେଭେଲ କଣ? ସେମାନଙ୍କର ହୃଦୟ ଶୁଦ୍ଧିକରଣ ହେଇଛି, ପ୍ୟୁରିଫାଇଡ ସେମାନେ, ତାଙ୍କର ଆଉ ଇ ଭୋଗ କରିବାର ଇଚ୍ଛା ନାହିଁ, ମରିଯାଇଛି। ତେଣୁ ସେଥିପାଇଁ ଆମେ ଭଗବାନ ଏଠି କହିବାର ଉଦ୍ଦେଶ୍ୟ ହଉଛି, ଭଗବାନ କହୁଛନ୍ତି କେବେ ହେଲେ ଇମିଟେଟ କରନା, ଗୋଟେ ହାୟର ଲେଭେଲର ସନ୍ନ୍ୟାସ ଯିଏ ହେଇଛି ତାକୁ ଇମିଟେଟ କରନା, ୱିଦାଉଟ୍ ପ୍ୟୁରିଫିକେସନ, ବିନା ଶୁଦ୍ଧିକରଣରେ। ଭୋଗ ଲାଳସା ଆମ ଭିତରେ ଅଛି, ସେ ସେ ଆମର ନୀଲ ହବା ଦରକାର, ତାହେଲେ ଆମେ କର୍ମକୁ ତ୍ୟାଗ କରିପାରିବା, ସନ୍ନ୍ୟାସ ହେଇପାରିବା। ତେଣୁ ଏଇ ଭଗବାନ ଏଇଟା ପ୍ରଥମେ କହୁଛନ୍ତି ଯେ ବୁଝିବାକୁ ଚେଷ୍ଟା କର ତମ ସ୍ତର କଣ, ଏବଂ ତମେ ପ୍ୟୁରିଫାଇ ହେଇଛ କି? ତାହେଲେ କେମିତି ଆମେ ହବା, କେମିତି ଆମେ ଆମ ସ୍ତର ବୁଝିବା, କେମିତି ଆମେ ପ୍ୟୁରିଫାଇ ହବା? କେବଳ ତିନୋଟି ଜିନିଷ ଭଗବାନ ଏମ୍ଫାସିସ୍ ଦଉଛନ୍ତି ଥ୍ରୁ ଆଉଟ୍ ଗୀତା, ସାଧୁ, ଶାସ୍ତ୍ର, ଗୁରୁ। ତିନୋଟି ଜିନିଷ ଆମକୁ ସାହାଯ୍ୟରେ ଆମେ
ଉପଲବ୍ଧି କରିପାରିବା ଯେ ଆମର କୋଉ ସ୍ତରରେ ଆମେ ଅଛେ, ଆମର ପ୍ୟୁରିଫିକେସନ କେମିତି ହବ। ଏ ଭୋଗ କରିବାର ଯୋଉ ଇଚ୍ଛା ବା ବାଞ୍ଛା ଆମ ମନରେ ଯୋଉ ରହିଛି, ଯୋଉ ଆସକ୍ତି, ତାକୁ କେମିତି ଆମେ ଜିରୋ କରିବା। ସେ କହୁଛନ୍ତି ଯେ ଆମକୁ ପ୍ରତ୍ୟେକ ଦିନ ଗୀତା ଭାଗବତ ଶୁଣିବା, ଗୀତା ଭାଗବତ ପଢିବା ଏବଂ ତାକୁ କଲେ ଆମର ଜ୍ଞାନ ହବ। ନମ୍ବର ୱାନ ଶାସ୍ତ୍ର ଏବଂ ଗୁରୁ, ଏବଂ ଯାହା ଲେଖା ହେଇଛି ସେଥିରେ ଆମକୁ ଗୁରୁ ଗୁରୁ କଣ ତାକୁ ଯେଭଳି ପରମ୍ପରାରେ ଆସୁଥିବା ଗୁରୁ ତାକୁ ଠିକରେ ଆମକୁ ଆମ ପାଖରେ ରଖି ଦଉଛନ୍ତି, ଉପସ୍ଥାପନ କରୁଛନ୍ତି ସେଇ ଇନଫର୍ମେସନକୁ, ସେ ଜ୍ଞାନକୁ। ତେଣୁ କେମିତି କର୍ମ କରିବାକୁ ହବ ସେ ଗୁରୁ ଶିଖେଇବେ। ଆମର ଗୁରୁ ହଉଛନ୍ତି, ମାନେ ଆଦି ଗୁରୁ ହଉଛନ୍ତି କୃଷ୍ଣ, ଗୀତାରେ ନିଜେ ସେ କହିଛନ୍ତି, ଏବଂ ଜଗତ ଗୁରୁ ହଉଛନ୍ତି ପ୍ରଭୁପାଦ। ଆମେ ତାଙ୍କୁ ଗ୍ରହଣ କରିଛେ, ତାଙ୍କ ସେ ଯାହା କହୁଛନ୍ତି ସେ ଅନୁସାରେ ଆମେ ଚାଲିବା, କର୍ମ କରିବା। ଏବଂ ଥାର୍ଡ ଜିନିଷ କହୁଛନ୍ତି ସାଧୁ ମାନେ ଭକ୍ତ, ତାଙ୍କ ସଂସ୍ପର୍ଶରେ ନ ଆସିଲେ ଆମର ଶୁଦ୍ଧିକରଣ ହବନି। ସେଇଟା ହଉଛି ମୋଷ୍ଟ ଇମ୍ପୋର୍ଟାଣ୍ଟ। ଯେତେ ଆମେ ଭକ୍ତମାନଙ୍କ ସଂସ୍ପର୍ଶରେ ଆସିବା ଆମର ଶୁଦ୍ଧିକରଣ ହବ। ତେବେ ବେସିକାଲି ଏ ମାନେ ସିକ୍ସ ଆଉ ସେଭେନ, ସିକ୍ସରେ କଣ କହୁଛନ୍ତି ଭଗବାନ, ଯୋଉ ସନ୍ନ୍ୟାସଟାକୁ ମାନେ ବୁଝିବାକୁ ଚେଷ୍ଟା କରନ୍ତୁ। ଭଗବାନ କେବେ ହେଲେ ସନ୍ନ୍ୟାସୀ ଜୀବନଟାକୁ ଡିସ୍କରେଜ କରିନାହାନ୍ତି କୋଉଠି ଭଗବତ ଗୀତାରେ। ଏଠି ଯେ ଯୋଉ ଡିସ୍କରେଜ କରୁଛନ୍ତି ବା ସନ୍ନ୍ୟାସ ଧର୍ମଟାକୁ ସେଇଠି ଢୋଙ୍ଗି ବୋଲି କହିଛନ୍ତି, କାହାକୁ କହିଛନ୍ତି ସେଟା ଆମେ ବୁଝିବାକୁ। ସେ କହୁଛନ୍ତି ସେ ଡିସ୍କରେଜ କୋଉଟା କରୁଛନ୍ତି, ପ୍ରିମାଚ୍યોର, ଚପଳତାରେ ଆମେ ଯେତେବେଳେ କର୍ମକୁ ତ୍ୟାଗ କରିକି ସନ୍ନ୍ୟାସ ହେଇଯାଉଛେ, ପ୍ରିମାଚ୍યોର ବା ଚିଟିଂ ରେନୁନ୍ସିଏସନ, ମାନେ ଠକିକି ଆମେ ଯୋଉ ସନ୍ନ୍ୟାସ ହଉଛେ ପ୍ରିମାଚ୍યોରଲି, ତା ମାନେ ଆମର ଯୋଗ୍ୟତା ଆସିବା ପୂର୍ବରୁ ଆମେ ସନ୍ନ୍ୟାସ, ଯୋଗ୍ୟତା ଆସିବା ଦରକାର। ସେ ଯୋଗ୍ୟତା କଣ? ସେ ଯୋଗ୍ୟତା ହଉଛି ଆମର କର୍ମ ଫଳ ପ୍ରତି ଅନାସକ୍ତ ଭାବ। ଆମର ଯେତେବେଳେ ଭୋଗ ବିଳାସ ପାଇଁ ଆମେ ଆମର ଇଚ୍ଛା ରହିବନି, ଆମେ ଅନାସକ୍ତ ହେଇଯିବା, ସେତେବେଳେ ଆମେ ହିଁ ସନ୍ନ୍ୟାସ କର୍ମକୁ ତ୍ୟାଗ କରିପାରିବା, ସନ୍ନ୍ୟାସ ହେଇପାରିବା। ତେଣୁ ପ୍ରଥମ କଥା ହଉଛି ଆମର ଡିଟାଚମେଣ୍ଟ କଲ୍ଟିଭେଟ କରିବାର ଅଛି। କିନ୍ତୁ ଭଗବାନ ଯୋଉ ଡିସ୍କରେଜ କରୁଛନ୍ତି ଯୋଉ ସନ୍ନ୍ୟାସକୁ, ସେ କୋଉ କୋଉ ସନ୍ନ୍ୟାସକୁ ଡିସ୍କରେଜ କରୁଛନ୍ତି, ସନ୍ନ୍ୟାସ ପ୍ଲସ୍ ସିକ୍ରେଟ ସେନ୍ସ ଗ୍ରାଟିଫିକେସନ। ସନ୍ନ୍ୟାସ ନେଇଛି, ନିଷ୍କ୍ରିୟ କରିଦେଇଛି ତାର ଇନ୍ଦ୍ରିୟ ମାନଙ୍କୁ, କିନ୍ତୁ ମନେ ମନେ ଇନ୍ଦ୍ରିୟ ଭୋଗ କରିଚାଲିଛି ସିକ୍ରେଟଲି, ଗୁପ୍ତ ଭାବରେ। ସେଇଟାକୁ ଭଗବାନ ଡିସ୍କରେଜ କରୁଛନ୍ତି। ଏବଂ ଭଗବାନଙ୍କର କହିବା ଉଦ୍ଦେଶ୍ୟ, ଜଣେ ନିଷ୍କ୍ରିୟ କରିକି କେବଳ ତାର ପ୍ୟୁରିଫିକେସନ ନ ହବା ପୂର୍ବରୁ କର୍ମକୁ ତ୍ୟାଗ କରିକି, କର୍ମେନ୍ଦ୍ରିୟକୁ ନିଷ୍କ୍ରିୟ କରିକି ଜଣେ ସନ୍ନ୍ୟାସ ହେଇପାରିବ ନାହିଁ। ଇଏ ବି ମଧ୍ୟ ଭଗବାନ କହୁଛନ୍ତି। ତେଣୁ ଏଇ ଜିନିଷଟାକୁ ଆମକୁ ଏଇ କଣ୍ଟେକ୍ସଟରେ ବୁଝିବାକୁ ଅଛି। ତେଣୁ ଅର୍ଜୁନ ଧର କହିପାରନ୍ତି ଯେ ହଁ ଠିକ ଅଛି, ତମେ ସ୍ୱଧର୍ମ କଥା କହିଲ, ପ୍ରେସକ୍ରାଇବ ଡ୍ୟୁଟି, ଶାସ୍ତ୍ର ଅନୁମୋଦିତ ଧର୍ମ, ଆଉ କିନ୍ତୁ ସବୁ ଜିନିଷ ଠିକ, କିନ୍ତୁ ମୋର ଟିକେ ରିନାଉନ୍ସ ମାନେ ସନ୍ନ୍ୟାସ ହବାର ଇଚ୍ଛା ଅଛି। ସେଥିପାଇଁ ବର୍ତ୍ତମାନ 8 ନମ୍ବର ଶ୍ଲୋକ ନେଇକି ଆସୁଛନ୍ତି ଭଗବାନ କୃଷ୍ଣ, ତାଙ୍କୁ ଉତ୍ତର ଦବା ପାଇଁ। ଗୋଟେ ସେକେଣ୍ଡ। ଏ ଶ୍ଲୋକଟି ବର୍ତ୍ତମାନ ଭଗବାନ ଏଠି ମାନେ ଅଲରେଡି ସେଠି କହିଦେଲେ ଯେ ହାଉସ ହୋଲ୍ଡର, ଯିଏ ଗୃହସ୍ଥ ସେ ବେଟର କାହା ଅପେକ୍ଷା, ଢୋଙ୍ଗୀ, ମିଥ୍ୟାଚାରୀ, ସନ୍ନ୍ୟାସୀ ତା ଅପେକ୍ଷା ବେଟର। ବର୍ତ୍ତମାନ ସେ କଣ କହିବେ, ଯେହେତୁ ସନ୍ନ୍ୟାସଟାକୁ ଇନସିଷ୍ଟ କରୁଛନ୍ତି ଅର୍ଜୁନ, ବର୍ତ୍ତମାନ କୃଷ୍ଣ କହିବେ ଯେ କନକ୍ଲୁଡ କରୁଛନ୍ତି ଏଠି ଯେ କାହିଁକି ଏଇ ଯୋଉ ପ୍ରେସକ୍ରାଇବ ଡ୍ୟୁଟି, ଅର୍ଥାତ ଏଇ ଯୋଉ ନିର୍ଦ୍ଧାର
ମାନେ ଶାସ୍ତ୍ର ଅନୁମୋଦିତ କର୍ମ ବର୍ଣ୍ଣାଶ୍ରମ ଅନୁସାରେ ବା କର୍ମଯୋଗ, ଏଇଟା ଇମ୍ପୋର୍ଟାଣ୍ଟ କାହିଁକି, ଜରୁରୀ କାହିଁକି, ମଣିଷ କାହିଁକି କର୍ମ କରିବା ଉଚିତ, ସେଇଟା କାହିଁକି ଜରୁରୀ ଏ ଶ୍ଲୋକରେ ସେ କହୁଛନ୍ତି। ତେବେ ଏଠି କହୁଛନ୍ତି କଣ, ନିୟତଂ କୁରୁ କର୍ମ ତ୍ୱଂ କର୍ମ ଜାୟ ହି ଅକର୍ମଣଃ ଶରୀର ଯାତ୍ରାପି ଚ ତେ न ପ୍ରସିଦ୍ଧେତ୍ ଅକର୍ମଣଃ। ଏଠି କଣ କହୁଛନ୍ତି ଯେ ସବୁ ଦେଖନ୍ତୁ, ସେ କହୁଛନ୍ତି କୁରୁ, କୁରୁ ମାନେ ଡୁ ୟୁର ଡ୍ୟୁଟି ବୋଲି କହୁଛନ୍ତି, କର କଣ କର, କର୍ମତ୍ୱଂ କର୍ମ, କର୍ମ କର ତମେ ବୋଲିକି କହୁଛନ୍ତି, କି କର୍ମ, ନିୟତଂ ପ୍ରେସ୍କ୍ରାଇବ୍ ଡ୍ୟୁଟି, ଶାସ୍ତ୍ର ଅନୁମୋଦିତ ବର୍ଣ୍ଣାଶ୍ରମ ଧର୍ମ ଅନୁସାରେ ଯୋଉ ଗୁଣ ତମ ପାଖରେ ଅଛି ସେଇ ଗୁଣ ଅନୁସାରେ ତମର ବର୍ଣ୍ଣ ଏବଂ ସେଇ ବର୍ଣ୍ଣ ଅନୁସାରେ ତମ କର୍ମ କର, ସ୍ୱଧର୍ମ ନିୟତମ୍, ଏଇ କଥା କହୁଛନ୍ତି। କୁରୁ କର୍ମ ତ୍ୱଂ ନିୟତମ୍, କର୍ମ ଜାୟ, କାହିଁକି ସେ କହୁଛନ୍ତି ନା କର୍ମ ଜାୟ ହି ଅକର୍ମଣଃ, ଏ କର୍ମ ଜାୟ ମାନେ ବେଟର, କର୍ମ ଏଇ କର୍ମଟା ହଉଛି ବେଟର କର୍ମ ନ କରିବା ଅପେକ୍ଷା। ମାନେ ଏଠି ଦେଖନ୍ତୁ ଦିଟି ଶବ୍ଦ ୟୁଜ କରିଛନ୍ତି, କର୍ମ ଅକର୍ମ। ଇଏ ଭଗବତ ଗୀତାରେ ଏଇ ଯୋଉ କର୍ମ ଆଉ ଅକର୍ମ, ଇଏ ବିଭିନ୍ନ ମିନିଂ, ତାର ଗୋଟିଏ ଫିକ୍ସଡ ମିନିଂ ନାହିଁ, ଇଏ କୋଉ ପ୍ରସଙ୍ଗରେ କୁହାଯାଉଛି ସେଇଟାକୁ ଆମକୁ ଦେଖିବାକୁ ପଡିବ, ଭଗବାନ କୋଉ କଣ୍ଟେକ୍ସଟରେ ଏ ଦୁଇଟି ଶବ୍ଦ ୟୁଜ କରୁଛନ୍ତି। କାରଣ ଏଠି ସେ ଯୋଉ କର୍ମ ୟୁଜ କରିଛନ୍ତି ଇଏ ହଉଛି ପ୍ରେସ୍କ୍ରାଇବ୍ ଡ୍ୟୁଟି, ଶାସ୍ତ୍ର ଅନୁମୋଦିତ ବର୍ଣ୍ଣାଶ୍ରମ ଧର୍ମ ଅନୁସାରେ ଯୋଉ କର୍ମ ମଣିଷର ଫିକ୍ସଡ ହେଇଛି, ସ୍ୱଧର୍ମ ତାର ପ୍ରେସ୍କ୍ରାଇବ୍ ଡ୍ୟୁଟି, ଏଟା ହେଲା କର୍ମ। ଏବଂ ଅକର୍ମ କଣ, କର୍ମ ନ କରିବା, ସେଇ ପ୍ରେସ୍କ୍ରାଇବ୍ ଡ୍ୟୁଟି ନ କରିବା ବା କୌଣସି କର୍ମ ନ କରିବା। କିନ୍ତୁ ଏ ଭଗବତ ଗୀତାରେ ଆମେ ଦେଖିବା ଯେ କର୍ମର ଅର୍ଥ ହବ କଣ ନା ଫ୍ରୁଇଟିଭ ଆକ୍ଟିଭିଟିଜ, ସକାମ କର୍ମ, କର୍ମ ଫଳ ପ୍ରତି ଆସକ୍ତି ରଖିକି କର୍ମ କରିବା, ସେଟାକୁ କର୍ମ। ଆଉ ଅକର୍ମ ହଉଛି କର୍ମ ଫଳ ପ୍ରତି ଆସକ୍ତି ନ ରଖିକି କର୍ମ କରିବା, ସେ ହଉଛି ଅକର୍ମ। ଅର୍ଥାତ ଅକର୍ମ ହଉଛି ଭକ୍ତି, କର୍ମ ହଉଛି ଫ୍ରୁଇଟିଭ ୱାର୍କ, ମାନେ ସକାମ କର୍ମ, ଫଳ ପ୍ରତି ଆଶା ରଖିକି କର୍ମ। ତେଣୁ ବିଭିନ୍ନ ଜାଗାରେ ବିଭିନ୍ନ ମିନିଂ, ତାମାନେ କୋଉଠି କର୍ମ ବେଟର ଦେନ୍ ଅକର୍ମ, କୋଉଠି ଅକର୍ମ ବେଟର ଦେନ୍ କର୍ମ। ଏଠି ଏଠି ସେ କହୁଛନ୍ତି କର୍ମ ବେଟର ଦେନ୍ ଅକର୍ମଣ, କାହିଁକି ନା ଅକର୍ମ ଅର୍ଥ ହଉଛି କର୍ମ ନ କରିବା, ଏଠି କର୍ମ କରିବା କଥା ପଡିଛି, ତେଣୁ ଏଠି କର୍ମଟା ବେଟର। କିନ୍ତୁ ଯୋଉଠି ଅକର୍ମଟା ହବ କଣ ନା ଡିଭୋସନାଲ ସର୍ଭିସ ବା ଭକ୍ତି ବା କର୍ମ ଫଳ ପ୍ରତି ଆସକ୍ତି ନ ରଖିକି କର୍ମ କରିବା, ଇଏ ଯେତେବେଳେ ଯୋଉ ସେନ୍ସରେ ବ୍ୟବହାର ହବ, ସେତେବେଳେ ଅକର୍ମଟା ଏଇ ଫ୍ରୁଇଟିଭ ୱାର୍କ କର୍ମ, କର୍ମର ଅର୍ଥ ଫ୍ରୁଇଟିଭ ୱାର୍କ ସକାମ କର୍ମ, ତାଠୁ ବେଟର। ସେତେବେଳେ ସେ ଲାଇନ ଟା ବଦଳି ଯାଇଥାନ୍ତା, ସେଠି କର୍ମ ଜାୟ ହି ଅକର୍ମଣ ନ ହେଇକି ଅକର୍ମଣ ଜାୟ ହି କର୍ମ ହେଇଥାନ୍ତା। ତେଣୁ ଏଇଠି ଆମକୁ ଏମିତି ବୁଝିବାକୁ ପଡିବ କେତେବେଳେ କୋଉ ସେନ୍ସରେ କର୍ମ ଅକର୍ମ ୟୁଜ ହଉଛି। ତେବେ ସେ ଯାହା ହଉ, ଏଠି ଭଗବାନ କହୁଛନ୍ତି ନିୟତଂ କୁରୁ କର୍ମ ତ୍ୱଂ, ତମେ ତମର ନିର୍ଦ୍ଧାରିତ କର୍ମ, ଶାସ୍ତ୍ର ଅନୁମୋଦିତ କର୍ମ, ତମର ବର୍ଣ୍ଣାଶ୍ରମ ଧର୍ମ ଅନୁସାରେ, ବର୍ଣ୍ଣ ଅନୁସାରେ ଯୋଉ ଗୁଣ ତମ ପାଖରେ ଅଛି ସେ ଅନୁସାରେ ତମେ ତମର ସ୍ୱଧର୍ମ କର, ଦ୍ୟାଟ ଇଜ ବେଟର ଦେନ୍ ଅକର୍ମ। ସେଇଭଳି କରିବାଟା ହଉଛି ତମେ କର୍ମ ନ କରିବା ଅପେକ୍ଷା ବେଟର। କାହିଁକି, ଶରୀର ଯାତ୍ରା ଅପିଚତେ ନ ପ୍ରସିଦ୍ଧତେ ଅକର୍ମ, ଶରୀର ଯାତ୍ରା କାହିଁକି ନା ବେଟର, ନା ଯୋଉ ଶରୀର ଯାତ୍ରା, ଆମର ଶରୀରର ଯୋଉ ରକ୍ଷଣାବେକ୍ଷଣ ବା ଭରଣ ପୋଷଣ ପାଇଁ ମଧ୍ୟ ଅପିଚ ତେ ତମର, ତମର ଶରୀରର
ରକ୍ଷଣାବେକ୍ଷଣ ପାଇଁ ମଧ୍ୟ ନ ପ୍ରସିଦ୍ଧତେ ଅକର୍ମଣ, ସମ୍ଭବ ହବ ନାହିଁ କର୍ମ ନ କଲେ। ବିନା କର୍ମରେ ତମେ ଶରୀରର ରକ୍ଷଣାବେକ୍ଷଣ କରିପାରିବ, କ୍ୟାନଟ୍ ମେଣ୍ଟେନ୍ ୟୁର ବଡି ୱିଦାଉଟ୍ ୱାର୍କ, ଏଇ କଥା ଏଠି କହୁଛନ୍ତି। ତେବେ ଏ ଡିସ୍କସନ ଟାକୁ ପୁରା ଗ୍ରାଉଣ୍ଡ ଲେଭଲକୁ ନେଇକି ଆସୁଛନ୍ତି କୃଷ୍ଣ, ତାଙ୍କର ଯୋଉ ଚର୍ଚ୍ଚା ପୁରା ଜମିନ ସ୍ତରକୁ। ତେବେ ଦେଖିବା ଆକୁ ଆମେ ଆଲୋଚନା କରିବା, ୟାକୁ ଷ୍ଟପ୍ କରିଦେଲେ। ତେବେ ମାନେ ଭଗବାନ କହୁଛନ୍ତି ଆଟଲିଷ୍ଟ ଆମ ଶରୀରର ରକ୍ଷଣାବେକ୍ଷଣ ପାଇଁ, ମେଣ୍ଟେନାନ୍ସ ପାଇଁ ଆମକୁ କର୍ମ କରିବାକୁ ପଡିବ। ଅର୍ଜୁନ, ତମକୁ ମଧ୍ୟ କର୍ମ, ତମର କର୍ମ କରିବା ଉଚିତ। ତ କାହିଁକି ତମେ ସନ୍ନ୍ୟାସ ନବା କଥା ଚିନ୍ତା କରୁଛ? ମନା କରୁଛନ୍ତି, ସନ୍ନ୍ୟାସ ପାଇଁ ଡିସ୍କରେଜ କରୁଛନ୍ତି। ବଟ୍ ଦିସ୍ ଇଜ ନଟ୍ ଦ ଅଲ୍ଟିମେଟ ମେସେଜ ଅଫ ଭଗବତ ଗୀତା। ଭଗବତ ଗୀତା ର ଇଏ ଅଲ୍ଟିମେଟ ମେସେଜ ନୁହେଁ। ଅଲ୍ଟିମେଟ ମେସେଜ କଣ? ମନ୍ମନା ଭବ ମଦ୍ ଭକ୍ତ ମଜ୍ଜାଜି ମାମ୍ ନମସ୍କୁରୁ ସର୍ବଧର୍ମଂ ପରିତ୍ୟଜ୍ୟ ମାମ୍ ଏକ ଶରଣ ବ୍ରଜ। ସେଇଟା ହଉଛି ଅଲ୍ଟିମେଟ ମେସେଜ। ଏଠି ଯେତେବେଳେ ତା ମାନେ କଣ? ସେ ମାନେ ଆମକୁ ଯାହା ହେଲେ ବି ଏ ସଂସାର କର୍ମକୁ ଗୋଟେ ଷ୍ଟେଜରେ ଛାଡିବାକୁ ପଡିବ ଏବଂ ଭଗବାନଙ୍କ ପାଖରେ ସମ୍ପୂର୍ଣ୍ଣ ସମର୍ପିତ ହବାକୁ ପଡିବ। ମନ୍ମନା ଭବ ମଦ୍ ଭକ୍ତ, କେବଳ ତାଙ୍କରି ଭକ୍ତି କରିବା, ତାଙ୍କରି ପୂଜା କରିବା, ତାଙ୍କ କଥା ଚିନ୍ତା କରିବା, ଏଭ୍ରିଥିଙ୍ଗ ସବୁ ତାଙ୍କରି ବିଷୟ ହେଇଯିବ। ସେଇ ଗୋଟିଏ ମାତ୍ର କର୍ମ ଆମର। କର୍ମାପି ଏକଂ ତସ୍ୟ ଦେବସ୍ୟ ସେବା, କେବଳ ଆମର ତାଙ୍କ ସେବା କରିବା ହିଁ କର୍ମ। କିନ୍ତୁ ଭଗବାନ ଏଠି ବୁଝିବାକୁ ହବ କୋଉ ପ୍ରସଙ୍ଗରେ ଏଠି କହୁଛନ୍ତି ଯେ କାହିଁକି ତମେ ୱାଇ ଥିଙ୍କିଂ ଅଫ ରେନୁନ୍ସିଏସନ, କାହିଁକି କହୁଛନ୍ତି ତମକୁ କର୍ମ କରିବାକୁ ପଡିବ, କାହିଁକି ମନା କରୁଛନ୍ତି ଯେ ସନ୍ନ୍ୟାସ ନିଅ ନା ବୋଲିକି? କିନ୍ତୁ ନବାକୁ ତ ପଡିବ ଆମକୁ। ସନ୍ନ୍ୟାସ ଅର୍ଥ କଣ? କର୍ମ ତ୍ୟାଗ କରିବା, ସଂସାର ତ୍ୟାଗ କରିବା। ଗୋଟେ ଷ୍ଟେଜରେ ଆମକୁ କାହିଁକି କହୁଛନ୍ତି? କାହିଁକି ନା ଭଗବାନ ଏଇ କଣ୍ଟେକ୍ସରେ କହୁଛନ୍ତି ଯେ ତମର ଯୋଗ୍ୟତା ଆସିନି। ଯେଉଁ ପର୍ଯ୍ୟନ୍ତ ଯୋଗ୍ୟତା ଆସିନି ଆମେ କର୍ମକୁ ତ୍ୟାଗ କରିବା କଥା ନୁହେଁ। ଜବରଦସ୍ତ ଆମର ଇନ୍ଦ୍ରିୟ ମାନଙ୍କୁ ନିଷ୍କ୍ରିୟ କରି ଗୋଟେ ଜାଗାରେ ବସିକି ଆଖି ବନ୍ଦ କରିକି ଧ୍ୟାନ କଲେ ଆମେ କେବେ ହେଲେ ସନ୍ନ୍ୟାସ ହେଇଯାଇ ପାରିବାନି। ସେଥିପାଇଁ କହୁଛନ୍ତି ଯେ ପ୍ରିମାଚୁରଲି ସନ୍ନ୍ୟାସ ନ ନେଇକି ବେଟର ତମେ ତମର ପ୍ରେସ୍କ୍ରାଇବ୍ ଡ୍ୟୁଟି ବୋଲେ ଶାସ୍ତ୍ର ଅନୁମୋଦିତ ଯୋଉ କର୍ମ, ସେ କର୍ମ କର। ମାନେ ଦି ପ୍ରକାରର ଧରନ୍ତୁ ଗ୍ରୁପ ଅଛନ୍ତି। ଏକ୍ସାମ୍ପଲ, ଦି ପ୍ରକାରର ଗ୍ରୁପ। ଗୋଟେ ଗ୍ରୁପ ଏଣ୍ଟ୍ରାନ୍ସ ପାସ୍ କରି ଯାଇଛନ୍ତି, ଉଦାହରଣ ସ୍ୱରୂପ। ଆଉ ଗୋଟିଏ ଗ୍ରୁପ ଯଦିଓ ସେମ୍ ବ୍ୟାଚର, ସେମାନେ ଏଣ୍ଟ୍ରାନ୍ସ ପାସ୍ କରିନାହାନ୍ତି। ଯୋଉମାନେ ଏଣ୍ଟ୍ରାନ୍ସ ପାସ୍ କରିଦେଇଛନ୍ତି ସେମାନଙ୍କର ଆଉ ଏଣ୍ଟ୍ରାନ୍ସ ଦେବାର କିଛି ନାହିଁ, ସେମାନେ ଅଲରେଡି ଜ୍ଞାନ ଯୋଗୀ ହେଇସାରିଲେଣି ବୋଲି ବୁଝିବାକୁ ହବ। ଯୋଉମାନେ ଏଣ୍ଟ୍ରାନ୍ସ ପାସ୍ କରିନାହାନ୍ତି ସେମାନଙ୍କୁ ପ୍ରିପେୟାର ହବାକୁ ପଡିବ, ସେମାନେ କର୍ମଯୋଗୀ। ମାନେ ଏଇଭଳି ଆମକୁ ଏଇଠି ବୁଝିବାକୁ ପଡିବ ଯେ ଏଇ କଣ୍ଟେକ୍ସଟରେ କହୁଛନ୍ତି ଯୋଉ ପର୍ଯ୍ୟନ୍ତ ଆମର କ୍ୱାଲିଫିକେସନ ଆସିନି, ଆମେ କ୍ୱାଲିଫାଇଡ ନୁହେଁ, ଜଣେ ସନ୍ନ୍ୟାସ ହବା ଉଚିତ ନୁହେଁ। ସେ କ୍ୱାଲିଫିକେସନ ଟା କଣ? ସେ କ୍ୱାଲିଫିକେସନ ମେନ୍ ହଉଛି ଆମର ଶୁଦ୍ଧିକରଣ, ପ୍ୟୁରିଫିକେସନ। ଇନ୍ଦ୍ରିୟ ଭୋଗ ଲାଳସା ଆମର ଯିବା ଦରକାର। ତାକୁ ଥାଇକି ଆମେ ସନ୍ନ୍ୟାସ କେବେ ହେଇପାରିବାନି, ସଂସାର ତ୍ୟାଗ କରିପାରିବାନି। ତେବେ ଭଗବାନ କହୁଛନ୍ତି ଯେ ସନ୍ନ୍ୟାସଟା କିଛି ଖରାପ ନୁହଁ, ଇଟ୍ ଇଜ ଓକେ, ଜଣେ ନେଇପାରିବ କଳିଯୁଗରେ। କିନ୍ତୁ କୋଉଥିପାଇଁ ନବ? ଉଦ୍ଦେଶ୍ୟ କଣ? କୌଣସି ଏକ ମହତ୍ ସାଧନା ପାଇଁ, ମହତ୍ ଉଦ୍ଦେଶ୍ୟର ସାଧନା ପାଇଁ, ମାନେ ହାସଲ କରିବା ପାଇଁ ଜୀବନରେ ହାୟର ପର୍ପସ୍। ସେଇ ହାୟର ପର୍ପସ୍ ପାଇଁ, ମହତ୍ ଉଦ୍ଦେଶ୍ୟ ପାଇଁ ଆମେ ସନ୍ନ୍ୟାସ ନେଇପାରିବା। ସେ ମହତ୍ ଉଦ୍ଦେଶ୍ୟଟା କଣ? ମହତ୍ ଉଦ୍ଦେଶ୍ୟ ହଉଛି
ଭକ୍ତି ଭଗବାନଙ୍କର ଭକ୍ତି ପ୍ରଚାର ପ୍ରସାର କରିବା, ଭଗବାନଙ୍କ ବିଷୟରେ ପ୍ରଚାର ପ୍ରସାର କରିବା, ଏଇ ହଉଛି ଗୋଟିଏ ମାତ୍ର, ଏଇ ହଉଛି ଗୋଟିଏ କାରଣ ଆମେ ଛାଡିପାରିବା। ଏଇ ହଉଛି ଆମର ମହତ୍, ଏଇ ମହତ୍ ଉଦ୍ଦେଶ୍ୟ କଲେ ଏଇ କେବଳ ଗୋଟିଏ, ଆଉ ମହତ୍ ଉଦ୍ଦେଶ୍ୟ କିଛି ଦୁନିଆରେ ନାହିଁ। ଚୈତନ୍ୟ ମହାପ୍ରଭୁ ଛାଡିଥିଲେ 25 ବର୍ଷ ବୟସରେ। ସେତେବେଳେ ତାଙ୍କର ପାଖରେ ବୃଦ୍ଧା ମାତା ଥିଲେ, ଯୁବତୀ ସ୍ତ୍ରୀ ଥିଲେ, 22-23 ବର୍ଷର ଯୁବତୀ ସ୍ତ୍ରୀ, 20 ବର୍ଷର। କିନ୍ତୁ ସିଏ ଯଦିଓ ତାଙ୍କର ପ୍ୟୁରିଫିକେସନ ହବାର କିଛି ଆବଶ୍ୟକତା ନଥିଲା, କାହିଁକି ନା ସେ ସ୍ୱୟଂ ଭଗବାନ, କିନ୍ତୁ ପ୍ରଭୁପାଦ 55 ବର୍ଷ ବୟସରେ ସନ୍ନ୍ୟାସ ନେଲେ। ସେତେବେଳକୁ ତାଙ୍କର ଇନ୍ଦ୍ରିୟ ଭୋଗ ସେ କରିସାରିଛନ୍ତି, ଶୁଦ୍ଧିକରଣ ହେଇଛି, କିନ୍ତୁ ସେ ଜୀବନ ସାରା ଏଇଭଳି କର୍ମ କରି 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 ପ୍ୟୁରିଫାଇଡ ହେଲେ, ତାପରେ ସେ ସଂସାର ତ୍ୟାଗ କଲେ, କର୍ମ ତ୍ୟାଗ କଲେ। ତେଣୁ ମହତ୍ ଉଦ୍ଦେଶ୍ୟ ପାଇଁ ଜୀବନରେ ଆମେ ଛାଡିପାରିବା। କାହିଁକି ନା ଯେତେବେଳେ ସେ ଛାଡୁଛନ୍ତି, ଯେତେବେଳେ ମହତ୍ ଉଦ୍ଦେଶ୍ୟ ପାଇଁ, ସଂସାରରେ ସେ କେତେ ଜଣଙ୍କୁ ଛାଡୁଛନ୍ତି? ପରିବାରରେ 3, 4, 5, ମାକ୍ସିମମ୍ 7, 8 ଲୋକଙ୍କୁ ଛାଡିବେ, କିନ୍ତୁ ସେ ମହତ୍ ଉଦ୍ଦେଶ୍ୟ ମାନେ ଏ ସଂସାର ହଉଛି ମାନେ ଭବସାଗର, ଏଠି କେତେ ଲୋକ ଅଛନ୍ତି ଯୋଉମାନେ କୃଷ୍ଣ ମାନେ ଆଧ୍ୟାତ୍ମିକ ଜୀବନରେ ସମସ୍ତଙ୍କୁ ନେଇଯିବା ପାଇଁ, ଏବଂ ସେମାନେ ଅଲ୍ଟିମେଟଲି ଭଗବାନଙ୍କର ଭକ୍ତି କରିବେ, ଏଇଥିରେ ସାହାଯ୍ୟ କରିବା ପାଇଁ ସେ ଆସୁଛନ୍ତି। ତେଣୁ ମହତ୍ ଉଦ୍ଦେଶ୍ୟ ଏହା ହିଁ। ତାଙ୍କ ପାଖରେ ବହୁତ ଉତ୍ତରୋତ୍ତର ଦାୟିତ୍ୱ ରହିଛି, ଗ୍ରେଟର ରେସ୍ପନ୍ସିବିଲିଟି। କେମିତି ସେମାନେ ଆଧ୍ୟାତ୍ମିକ ଜୀବନରେ ଆଗକୁ ବଢିବେ, ଭକ୍ତି କରିବେ, ତାଙ୍କ ଜୀବନର ଯୋଉ ଲକ୍ଷ୍ୟ, ଟୁ ବ୍ରେକ୍ ଦ ସାଇକେଲ ଅଫ ବାର୍ଥ ଆଣ୍ଡ ଡେଥ୍, ତାକୁ ସେମାନେ ହାସଲ କରିବେ ଏବଂ ଅଲ୍ଟିମେଟଲି କୃଷ୍ଣଙ୍କୁ ପ୍ରାପ୍ତ କରିବେ। ତେଣୁ ଇଏ ହଉଛି ମହତ୍ ଉଦ୍ଦେଶ୍ୟ। ସେଥିପାଇଁ ଜଣେ ସନ୍ନ୍ୟାସ ନେଇପାରିବ। କିନ୍ତୁ ଏଠି କାହା ବିଷୟ ଭଗବାନ କହୁଛନ୍ତି? ଏଠି କହୁଛନ୍ତି ହିୟର ଇଜ ଏ ମ୍ୟାନ, ଯିଏ ସନ୍ନ୍ୟାସ ନେଇଯାଇଛି, କିନ୍ତୁ ସେ ତାର ପ୍ୟୁରିଫିକେସନ ହେଇନି ଏବଂ ନିଷ୍କ୍ରିୟ କରିଦେଇଛି, ଖାଲି ଜବରଦସ୍ତ ଫୋର୍ସିବଲି ନିଜର ଇନ୍ଦ୍ରିୟ ମାନଙ୍କୁ, କିନ୍ତୁ ଆଡେ ଇନ୍ଦ୍ରିୟ ଭୋଗ ଉପରେ ସେ ଧ୍ୟାନ କରୁଛି। ଏବଂ ଦ୍ୟାଟ୍ ଇଜ କ୍ୱାଇଟ୍ ନ୍ୟାଚୁରାଲ। କେବେ ହେଲେ ଯେହେତୁ ତାର ଇନ୍ଦ୍ରିୟ ଭୋଗ କରିବାର ଯୋଉ ବାସନା ଯାଇନି, ଇଚ୍ଛା ମରିନି, ସେ କରିବ ହିଁ, ଧ୍ୟାନ କରିବ ହିଁ କରିବ। ଫଳରେ ସେ କଣ କରିବ? ସେ ଗୋଟେ ସନ୍ନ୍ୟାସୀ ନୁହେଁ, ସେ ଗୋଟେ ବିଳାସୀ। ସେ କଣ କରିବ ନା ମନେ ମନେ ଭୋଗ କରିବ, ମନେ ମନେ ଗୁପ୍ତରେ ମଧ୍ୟ, ଇନସିକ୍ରେଟ ମାନେ ଇନସିକ୍ରେସି, ସେ ଏନ୍ଜୟ କରିବ, ସେନ୍ସ ଏନ୍ଜୟମେଣ୍ଟ କରିବ ସଂସାରରେ। ସେ ଗୋଟେ ବିଭ୍ରାଟ, ସଂସାର ପ୍ରତି ଡେଞ୍ଜରସ୍, ଏବଂ ସେଥିରେ ସେ ନିଜକୁ ମେଣ୍ଟେନ କରିବ ଏବଂ ନିଜ ପରିବାର ମଧ୍ୟ ମେଣ୍ଟେନ କରିବ। ଏଇଭଳିଆ ଲୋକ ନର୍କକୁ ଯାଆନ୍ତି ବୋଲିକି ଆମର ଅଛି, ଗରୁଡ ପୁରାଣରେ ଅଛି, ଶ୍ରୀମଦ୍ ଭାଗବତମରେ ମଧ୍ୟ ପଞ୍ଚମ କ୍ୟାଣ୍ଟରେ ଆମେ ଦେଖିବାକୁ ପାଇବା, ଲାଷ୍ଟ ଚାପ୍ଟରରେ ସେଠି ମଧ୍ୟ କୁହାହଉଛି ଯେ ଏଇଭଳିଆ ଲୋକ ନର୍କକୁ ଯିବେ, ନର୍କରେ ସଢିବେ, ଦେ ୱିଲ୍ ରଟ୍ ଇନ୍ ହେଲ୍, ଏସବୁ ଅଛି। ତେଣୁ ଏଇ ଟାଇପର ଯୋଉ ସନ୍ନ୍ୟାସ, ଇଏ ଠିକ ନୁହେଁ ବୋଲିକି କୃଷ୍ଣ କହୁଛନ୍ତି। ଶରୀର ଯାତ୍ରା ଅପିଚତେ, ମାନେ ନିଜର ମେଣ୍ଟେନାନ୍ସ ପାଇଁ କୃଷ୍ଣ ସନ୍ନ୍ୟାସଟାକୁ ଆପ୍ରୁଭ କରୁନାହାନ୍ତି। ନିଜର ମେଣ୍ଟେନାନ୍ସ ଅର୍ଥ କଣ? ଯେତେବେଳେ ଜଣେ ସନ୍ନ୍ୟାସ ନଉଛି, ସେ ତାର ଭରଣ ପୋଷଣ କରିବ କେମିତି? ତା ଶରୀରର ମେଣ୍ଟେନ କରିବ କେମିତି? ଗୃହସ୍ଥ ମାନଙ୍କର ପଇସାରେ, ଡୋନେସନରେ। ସେଥିପାଇଁ ଭଗବାନ କହୁଛନ୍ତି ଯେ ମାନେ ଏଇଭଳି ସନ୍ନ୍ୟାସ ନବାଟା ଠିକ ନୁହେଁ। ଯେହେତୁ ତମେ ତମର ନିଜ ସଂସାରର ଯୋଉ ଅଛି କଣ କର୍ମ ଧନ୍ଦା ପେଶା, ତାକୁ ତମେ ଠିକରେ କରିପାରିଲନି, ତମେ ସନ୍ନ୍ୟାସ ବିଜନେସ ଟାକୁ ଧାରଣ କରିଛ। ମାନେ କହିବାର ଉଦ୍ଦେଶ୍ୟ ହଉଛି ଯେ ମାନେ ସଂସାର ବିଜନେସ ରୁ ସନ୍ନ୍ୟାସ ବିଜନେସ କୁ ଯାଉଛ, କାହିଁକି ନା ନିଜର ମେଣ୍ଟେନାନ୍ସ ପାଇଁ। ସାଫ୍ରନ ଟିଏ ପିନ୍ଧିଦବା, ଦଣ୍ଡଟିଏ ଧରିଦବା, ଇନ୍ଦ୍ରିୟ ଗୁଡାକୁ ନିଷ୍କ୍ରିୟ କରିକି ଖାଲି ଧ୍ୟାନ କରିକି ବସିବା। ଲୋକ ଆସିବେ ଏବଂ ଲୋକ ମଧ୍ୟ କହିବେ ଯେ ଆଶୀର୍ବାଦ ଦିଅନ୍ତୁ ଏବଂ ଦକ୍ଷିଣା ଦେବେ। ଡ୍ରାଏ ଫିଲୋସଫି, ତାଙ୍କ ପାଖରେ ତ ଆତ୍ମ ଅନୁଭୂତି ନଥିବ,
ତେଣୁ ସେ କଣ କହିବେ? ଶୁଷ୍କ ଦର୍ଶନ ଶାସ୍ତ୍ର ଗୁଡିଏ କହିବେ, ଯୋଉଗୁଡା କି କାମରେ ଆସିବ ନାହିଁ। ଆପଣ ଦେଖୁଥିବେ ଅନେକ ଲୋକ ଅଛନ୍ତି, ସେ କରିକି ବସିଛନ୍ତି, ତାଙ୍କର ପେଶା ଚାଲିଛି, ସେଠିକି ଲୋକ ଯାଉଥିବେ, ସେଠି କହିବେ ଯେ ମୋ ପୁଅର ଏମିତି ଅସୁବିଧା ହେଇଯାଇଛି, କେମିତି ତାର ସେ ସୁବିଧା ହବ, ଇଏ ହବ, ସେ ଚାକିରିଟେ ମିଳୁନି। ନା ଠିକ ଅଛି, କିଛି ନାହିଁ, ଆଉ ତମେ ଯାଅ, ଫୁଲଟିଏ ଛୁଆଇ ଦେବେ ଏବଂ କହିବେ ଯାଅ, ତମେ ସେଠି ମନ୍ଦିର ଯଦି ଅଛି ପାଖରେ, ହନୁମାନ ମନ୍ଦିର, ସେ ହନୁମାନ ମନ୍ଦିରରେ ତମେ ସବୁଦିନ କଦଳୀ ଚଢେଇବ, ଆଉ ବାଟରେ ଆସିଲା ବେଳେ ଯେତେ ଭିକାରୀ ସମସ୍ତଙ୍କୁ ଦେଇଦବ, ମାସେ ପର୍ଯ୍ୟନ୍ତ କର, ତମର ହେଇଯିବ। ଏ କେବେ ସମ୍ଭବ? ଏଇଭଳି ବସିଛନ୍ତି ଏବଂ ସେମାନଙ୍କର ସବୁ ଚାଲିଛି ଟିକେଟ ବୁକିଂ। ପୁଣି ତାଙ୍କ ହଲର ଗୋଟେ କାପାସିଟି ଅଛି 400-500 ଲୋକଙ୍କ ପାଇଁ, ସେଥିପାଇଁ ସେ ଟିକେଟ ବୁକିଂ କରୁଛନ୍ତି। ଆଉ ସେଥିପାଇଁ ଭିଡ ହଉଛି। ଆଉ ଆମେ ଦୁନିଆରେ ଆମର ଦୁନିଆ ସମସ୍ୟା ରହିଛି ଏବଂ ସେ ସମସ୍ୟାର ଆମେ ହାଲ କେମିତି କରିବା ଆମେ ଜାଣିପାରୁନେ, ଏବଂ ଆମେ ଯାଇକି ତାଙ୍କର ଆଶ୍ରୟ ହଉଛେ, କାଳେ ହେଇଯିବ କି। ଏବଂ ସେ ୟାର ସୁଯୋଗ ନଉଛନ୍ତି। ତେଣୁ ଏଇଭଳି ଭଗବାନ କହୁଛନ୍ତି ଆମକୁ ଜାଣିବାକୁ ପଡିବ ଢୋଙ୍ଗି କିଏ ଆମେ। ଆଉ ଭଗବାନ କହୁଛନ୍ତି ଯେ ଶରୀର ଯାତ୍ରା ପାଇଁ ଏଇ ଯୋଉ ଆମର ଆମ ପଇସାରେ ଯୋଉ ସେମାନେ ଚଳୁଛନ୍ତି, ଏ ଯଦି ଚଳିବ ଯୋଉ ସନ୍ନ୍ୟାସୀ, କାହିଁକି ନା ତା ପାଖରେ ନାହିଁ ଦର୍ଶନ, ନାହିଁ ଦର୍ଶନ ଆସିବ କୁଆଡୁ? ଦର୍ଶନ ଶାସ୍ତ୍ର ତା ପାଖରେ ନାହିଁ, ଫିଲୋସଫି ନିଲ୍। ସେ କୌଣସି ଦିଗଦର୍ଶନ ଦେଇପାରିବନି କାହାକୁ, ଏନଲାଇଟନ କରିପାରିବନି, ଭକ୍ତି ମାର୍ଗରେ କାହାକୁ ସେ ଆଗକୁ ନେଇପାରିବନି, ନିଜର ଆତ୍ମ ଅନୁଭୂତି ହେଇନି। ସେଥିପାଇଁ କୃଷ୍ଣ କହୁଛନ୍ତି ଯେ ଅର୍ଜୁନକୁ ଯେ ସେଇଭଳିଆ ପ୍ରିଟେଣ୍ଡର ହୁଅ ନା। ସେ ଅର୍ଜୁନକୁ ଚାହୁଁନାହାନ୍ତି ସେଇଭଳିଆ ପ୍ରିଟେଣ୍ଡର ହବା ପାଇଁ। ଛଳନାକାରୀ, ମିଥ୍ୟାଚାରୀ, ଢୋଙ୍ଗୀ। ସେ କହୁଛନ୍ତି ତମେ ଜଣେ ଗୃହସ୍ଥ, ତମେ ଜଣେ ଯୋଦ୍ଧା, ତମେ ହେଲ କ୍ଷତ୍ରିୟ, ତେଣୁ କ୍ଷତ୍ରିୟ ଧର୍ମ ତମେ ପାଳନ କର। ଅର୍ଜୁନ ଯଦି ପଚାରିବେ କାହିଁକି ପାଳନ କରିବି, ତାର ଉତ୍ତର ହଉଛି, ସେ କହୁଛନ୍ତି ଯେ ଏ ଦୁନିଆରେ ଆମର ଯେତେ ଲୋକ ଅଛନ୍ତି, ଏଇ ଏଇ ହଉଛି ଭୌତିକ ଜଗତ। ଭୌତିକ ଜଗତର ଅର୍ଥ ହଉଛି ଆମ ପାଖରେ ରହିଛି ଦୂଷିତ ବାସନା, ଇନ୍ଦ୍ରିୟ ଭୋଗ ପାଇଁ। ଆମର ହୃଦୟରେ ଇମ୍ପିଓର ପ୍ରପେନ୍ସିଟିଜ ଭରି ହେଇକି ରହିଛି, ପ୍ରବୃତ୍ତି ରହିଛି ଭୋଗ କଣ ମାନେ ପ୍ରଭୁତ୍ୱ ବିସ୍ତାର କରିବା ପାଇଁ ବା ମାଲିକ ହବା ପାଇଁ ଇଏ ରହିଛି, ଟୁ ଲର୍ଡ ଇଟ୍ ଓଭର ଦ ମ୍ୟାଟେରିଆଲ ନେଚର, ଇନ୍ଦ୍ରିୟ ଭୋଗ ପାଇଁ। ଏଇ ଯୋଉ ଦୂଷିତ ପ୍ରବୃତ୍ତି ବା ଇଚ୍ଛା, ଏଗୁଡିକ ଶୁଦ୍ଧିକରଣ ହବା ଦରକାର। ଯଦି ଶୁଦ୍ଧିକରଣ ହେଲା ତାହେଲେ, ଏବଂ ଏ କେମିତି ହବ ନା ନିଜର ପ୍ରେସକ୍ରାଇବ ଡ୍ୟୁଟି, ଶାସ୍ତ୍ର ଅନୁମୋଦିତ କର୍ମ କଲେ। ସେଥିପାଇଁ ଅର୍ଜୁନ କହୁଛନ୍ତି ତମେ କ୍ଷତ୍ରିୟ, କ୍ଷତ୍ରିୟ ଧର୍ମ ପାଳନ କର ବିଫୋର ଟେକିଂ ଅଫ୍ ସନ୍ନ୍ୟାସ। ସନ୍ନ୍ୟାସ ନେବା ପୂର୍ବରୁ ଏଇ କ୍ଷତ୍ରିୟର ଧର୍ମ ପାଳନ କରି 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 ଅନାସକ୍ତ ଭାବରେ ତମର କଣ ହବ ନା ଯୋଉ ଇନ୍ଦ୍ରିୟ ଭୋଗର ଇଚ୍ଛା ନିଲ୍ ହେଇଯିବ, ତାପରେ ତମେ ସନ୍ନ୍ୟାସ ନେଇପାରିବ, କର୍ମ ତ୍ୟାଗ କରିପାରିବ। ଆଉ ଯଦି ସେଭଳିଆ ନ କରିକି ତମେ ଯଦି ମାନେ କର୍ମକୁ ତ୍ୟାଗ କରିଦିଅ ଏବଂ ଅନ୍ୟର ମାନେ ଅନ୍ୟ ଉପରେ ବୋଝ ହେଇଯାଉଛ, କାହିଁକି ନା ୟୁ ଆର୍ ମେଣ୍ଟେନିଂ ୟୁର ସେଲ୍ଫ ଆଟ୍ ଦ କଷ୍ଟ ଅଫ୍ ଅଦର୍ସ। ତାଙ୍କର ଡୋନେସନରେ, ସେମାନେ ଡୋନେସନ ଦଉଛନ୍ତି ଗୃହସ୍ଥ ମାନେ, ଆଉ ସେଇ ଗୃହସ୍ଥଙ୍କ ଡୋନେସନରେ ତମେ ଚଳୁଛ ଏବଂ ତମର ଜୀବିକା ନିର୍ବାହ ସେଇଥିରେ କରୁଛ। ସେଇଟା ଠିକ ନୁହଁ ବୋଲିକି କୃଷ୍ଣ କହୁଛନ୍ତି। ୟୁ ଆର୍ ଲିଭିଂ ବାଇ ଦ ଆର୍ନିଙ୍ଗସ୍ ଅଫ୍ ଅଦର୍ସ, ଅନ୍ୟର ରୋଜଗାର ଉପରେ ବଞ୍ଚୁଛ, ଫଳରେ ତମେ ଗୋଟେ ବୋଝ ସମାଜ ଉପରେ, ଗୃହସ୍ଥ ମାନଙ୍କ ଉପରେ। ତମର ନିଜର କିଛି ଆତ୍ମ ଅନୁଭୂତି ହେଇପାରିବନି। କାହିଁକି ସେ କହୁଛନ୍ତି ବୋଝ? ନା ତମର କିଛି ଆତ୍ମ ଅନୁଭୂତି ଏଥିରେ ଆସିବନି, ତମେ କାହାକୁ ଏନଲାଇଟେନ କରିପାରିବନି, ତମେ ଜ୍ଞାନରେ ଉଦ୍ଭାସିତ କାହାକୁ କରିପାରିବନି, ବା କେହି ଭକ୍ତି ଆଗରେ, ଭକ୍ତି ପଥରେ ଆଗକୁ ବଢି ପାରିବେନି ତମ ବୁଦ୍ଧି ଦ୍ଵାରା, ତମର ଫିଲୋସଫି ଦ୍ଵାରା। ତମ ପାଖରେ ନାହିଁ ଫିଲୋସଫି, ତେଣୁ ଅନ୍ୟର ଉପରେ ବୋଝ ହବା ବା ଅନ୍ୟର ଡୋନେସନରେ ବଞ୍ଚିବା ଏ ଠିକ ନୁହେଁ ବୋଲିକି, ପ୍ରପର ନୁହେଁ ବୋଲିକି ଭଗବାନ କୃଷ୍ଣ କହୁଛନ୍ତି। ତେଣୁ ତମେ ତମର ପ୍ରପର ଆକ୍ଟିଭିଟି ଯାହା
ପ୍ରେସକ୍ରାଇବ୍ ଡ୍ୟୁଟି ତାକୁ ପାଳନ କର, ଏହା ବୋଲି କହୁଛନ୍ତି। ତେବେ ଆମର ସବୁବେଳେ ମୁଁ କହି ଆସୁଛି ଯେ ଆମର ବର୍ଣ୍ଣ କଣ ଆମର କ୍ଲିୟର ନୁହେଁ, ଆମର ଆଶ୍ରମ କଣ ଆମେ ଜାଣୁନେ ଠିକରେ। ତେଣୁ ଆମର ପ୍ରେସକ୍ରାଇବ୍ ଡ୍ୟୁଟି ହଉଛି କଣ? ଭକ୍ତି। ଶାସ୍ତ୍ର ଯାହା ଆମେ କର୍ମ କରୁଛେ ଭକ୍ତି ମାନେ ଭକ୍ତି କିଏ ସମସ୍ତେ କରିପାରିବେ, ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ, ସେ ସ୍ତ୍ରୀ ହଉ ପୁରୁଷ ହୁଅନ୍ତୁ, ପିଲା ହଉ ବୁଢା ହଉ ଯୁବକ ହଉ, ପ୍ରତ୍ୟେକ ଲୋକ କରିପାରିବେ ଭକ୍ତି। ଏ ସମସ୍ତଙ୍କ ପାଇଁ ଏ ହରେ କୃଷ୍ଣ ମହାମନ୍ତ୍ର ହଉଛି ଟପ୍ ଥିଙ୍ଗ ଏ ଭକ୍ତିର। ଭକ୍ତି ପଥରେ ଇଏ ହଉଛି ଶ୍ରେଷ୍ଠ। ଏହି ଆମର ହୃଦୟର ଯୋଉ ବିଶୁଦ୍ଧ, ଆମକୁ ହୃଦୟକୁ କ୍ଲିନ କରିବାକୁ ଯୋଉ ଆମେ କହୁଛେ ଇଏ କ୍ଲିନସିଂ ଏଜେଣ୍ଟ ପ୍ୟୁରିଫାଇ କରିଦବ। ତେଣୁ ଜଣେ ଗୃହସ୍ଥ କଣ କରିବା ଉଚିତ, କେମିତି କର୍ମ କରିବ? ଯଦି ଆମେ ପ୍ରେସକ୍ରାଇବ୍ ଡ୍ୟୁଟି ଆମ କଣ ଜାଣିପାରୁନେ ବର୍ଣ୍ଣ ଅନୁସାରେ, କହୁଛନ୍ତି ମାନେ କହିବାର ଉଦ୍ଦେଶ୍ୟ ହଉଛି କୃଷ୍ଣଙ୍କୁ ଆମେ କେନ୍ଦ୍ରରେ ରଖିବା। ପ୍ରତ୍ୟେକ ଲୋକ, ପରିବାରର ପ୍ରତ୍ୟେକ ଲୋକ କୃଷ୍ଣ ଏ କେନ୍ଦ୍ରରେ ମାନେ ପରିବାରର ବା ପ୍ରତ୍ୟେକ ଲୋକଙ୍କ ଜୀବନର କେନ୍ଦ୍ରରେ ଆସିବେ। ଘରର ମାନେ ସେଣ୍ଟର ଅଫ ହାଉସ କୃଷ୍ଣ। ଏଭ୍ରିୱାନ୍ସ ମାନେ ପ୍ରତ୍ୟେକ ଜୀବନର ପ୍ରତ୍ୟେକ ଲୋକର ଲାଇଫରେ କୃଷ୍ଣ। ପ୍ରତ୍ୟେକ ମିଶିକି କୃଷ୍ଣଙ୍କୁ ଭକ୍ତି କରିବେ। ପରିବାରରେ ରୋଜଗାର କରୁଛେ କୃଷ୍ଣଙ୍କ ପାଇଁ, ରୋଷେଇ କରୁଛେ କୃଷ୍ଣଙ୍କ ପାଇଁ, ଯେକୌଣସି ଆକ୍ଟିଭିଟି କରୁଛେ କୃଷ୍ଣଙ୍କ ପାଇଁ, ତାହେଲେ ମୁଁ ସେଲ୍ଫ ଯୋଉ ଆମେ କହୁଛେ ସେନ୍ସ ଗ୍ରାଟିଫିକେସନ ମୋ ନିଜର ମୁଁ କରୁନି, ମୁଁ ତ କୃଷ୍ଣଙ୍କ ପାଇଁ କରୁଛି। ଅଲ୍ଟିମେଟଲି କୃଷ୍ଣଙ୍କ ପାଇଁ କଲେ ବି ସେ ମୋର ହଉଛି। ତ ଦିସ୍ ଇଜ ଦ ଓନଲି ଚେଞ୍ଜ ଅଫ ମୁଡ, ଆଉ କିଛି ନାହିଁ। ଆମେ ଚେତନାକୁ କହୁଛେ, ଆମେ କୃଷ୍ଣ କନସିୟସନେସ ଚେତନା। ଡେଲି ମଙ୍ଗଳ ଆରତୀ କରିବା, ଭଗବାନଙ୍କର ପୂଜା କରିବା, ଗୀତା ଭାଗବତ ଡେଲି ପଢିବା ଶୁଣିବା, ଏସବୁ ଜିନିଷ ଘରେ ଘରେ ଏଗୁଡା ସବୁ ହବା ଉଚିତ। ତାହେଲେ ଆମର କମ୍ପ୍ଲିଟ ପ୍ୟୁରିଫିକେସନ ହବ, which is very important। ଭକ୍ତି କରିବାକୁ ହେଲେ ପ୍ରପରଲି ପ୍ୟୁରିଫିକେସନ ଇଜ ରିକ୍ୱାର୍ଡ। ପ୍ରଥମ ଜିନିଷ ହଉଛି ହରେ କୃଷ୍ଣ ମହାମନ୍ତ୍ର ଜପ। ବାକି କୃଷ୍ଣଙ୍କୁ ସେଣ୍ଟରରେ ରଖିକି ଆମେ ପ୍ରତ୍ୟେକ ଆକ୍ଟିଭିଟିଜ କରିବା। ତେଣୁ ଏଇଭଳି ମାନେ ଗୋଟେ ଭକ୍ତି ଦୃଷ୍ଟିକୋଣରୁ ଗୋଟେ ଅଣ୍ଡରଷ୍ଟାଣ୍ଡିଂ ଭଗବାନ ଦେଲେ। କିନ୍ତୁ ନେକ୍ସଟ ଶ୍ଲୋକରେ ଭଗବାନ କହିବାକୁ ଯିବେ ଗୋଟେ ମୋଷ୍ଟ ଇମ୍ପୋର୍ଟାଣ୍ଟ ଜିନିଷ, ଏବଂ ସେଇଠି ଏ ଯୋଉ 1 ନମ୍ବରରୁ ମାନେ ଅର୍ଜୁନଙ୍କର ପ୍ରଶ୍ନରୁ ଉତ୍ତର ଦେଇକି ସେ କନକ୍ଲୁଡ କରିବେ ସେକ୍ସନକୁ 9 ନମ୍ବର ଶ୍ଲୋକରେ। ଆର୍ଟ ଅଫ ଡୁଇଂ ୱାର୍କ ଏଇଠି ଆରମ୍ଭ କରିବେ ଭଗବାନ। କେମିତି ଆମେ କର୍ମ କରିବା ନେକ୍ସଟ ଶ୍ଲୋକରେ। ଆଜି ସମୟ ହେଇଯାଇଛି, ଆମେ ଏଠି ବିରାମ ନବା। ଯଦି କିଛି ଡାଉଟ ରହୁଛି ମତେ ନେକ୍ସଟ କ୍ଲାସରେ ଆରମ୍ଭରୁ ବି ପଚାରି ପାରିବେ। ଯେକୌଣସି ଲୋକ ଆରମ୍ଭ, ଯିଏ ବି ଭକ୍ତ ମାନେ ସବୁ, ମୋର ଯଦି ଏଇଟା କଥା ହଉଛି ଗୋଟିଏ ଶ୍ଲୋକ କଲେ ଏନଫ୍ ଟାଇମ ମିଳିବ ପ୍ରଶ୍ନ କରିବା ପାଇଁ, ଉତ୍ତର ମଧ୍ୟ ଦେବା ପାଇଁ। କିନ୍ତୁ ମୁଁ 2ଟି ଶ୍ଲୋକ କରିଦେବା ଫଳରେ ଟାଇମ ଚାଲି ଯାଉଛି ବହୁତ। ଏନିୱେ, ଆମେ ନେକ୍ସଟ 9 ନମ୍ବରକୁ ଯିବା, କିନ୍ତୁ ଆଜି ନୁହେଁ, ଆଜି ସମୟ ହେଇଯାଇଛି, ବିରାମ କରିବା। ନେକ୍ସଟ କ୍ଲାସରେ ମତେ ପ୍ରଶ୍ନ ପଚାରି ପାରିବେ। ନାଇଁ ଯଦି କିଛି ପ୍ରଶ୍ନ ଅଛି ମଧ୍ୟ ଗ୍ରୁପରେ ଆପଣ ରେଜ କରିପାରିବେ କ୍ୱେଶ୍ଚିନ୍। ग्रंथराज श्रीमद भगवद गीता की जय, श्रीला प्रभुपाद की जय, गौर भक्त वृंद की जय। हरे कृष्ण।